ଦ୍ୱିତୀୟ ବିବରଣ 22 ପର୍ବ ଖୋଲିବା। 23 ପଦରୁ 36 ପଦ ପର୍ଯ୍ୟନ୍ତ ପଢ। ଦ୍ୱିତୀୟ ବିବରଣ 22 ପର୍ବ 23 ପଦରୁ 27 ପଦ ପର୍ଯ୍ୟନ୍ତ। ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ, ଯେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗର ଦ୍ୱାର ନିକଟକୁ ଆଣି ପ୍ରସ୍ତାରାଘାତ କରି ବଧ କରିବ, କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ହିଁ ଡାକ ପକାଇଲା ନାହିଁ, ପୁଣି ସେହି ପୁରୁଷ ଆପଣା ପ୍ରତିବାର୍ଷୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା, ଏହି ରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ। ମାତ୍ର ଯେବେ କୌଣସି ପୁରୁଷ ବାଗ୍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ, ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ଡ ଯୋଗ୍ୟ ପାପ ନାହିଁ, କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏକଥା ସେହିପରି। ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା, ସେହି ବାଗ୍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନଥିଲା। ଯେବେ କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ସେତିକି। ଯେତେବେଳେ ମୁଁ ମିଶନ ସ୍କୁଲରେ ଟ୍ରେନିଂ ପାଉଥିଲୁ, ତ ଟ୍ରେନିଂ ର ମୂଳ ବିଷୟ ଥିଲା ଯେ ଆମମାନଙ୍କର ଲାଇଫ ବା ଆମ ଜୀବନ ଯାପନ କଲା ସମୟରେ ଆମମାନଙ୍କର ପ୍ରତ୍ୟେକ ବିଷୟ ଦୈନନ୍ଦିନ ଜୀବନରେ ଯେପରି ପୁନର୍ଜନ୍ମ ପାଇଲା ପୂର୍ବରୁ, ମନୁଷ୍ୟକୁ ଭେଟିଲା ପୂର୍ବରୁ ଯୋଉ ଜୀବନ ଯାପନ କଟୁଥିଲୁ ଆମମାନେ, ସ୍ୱତନ୍ତ୍ର ଭାବରେ ବାହ୍ୟ ଭାବରେ ପରିବର୍ତ୍ତନ ହେବାର ଲକ୍ଷ୍ୟଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳୀ ଆମମାନଙ୍କର ହୃଦୟକୁ ସ୍ଥାନାନ୍ତର କରିବାର ବିଷୟକୁ ଅ ଲକ୍ଷ୍ୟ ରଖିକି ଆମମାନଙ୍କୁ କଢେଇକି ନେବାର ବିଷୟ ଗୁଡାକ ମିଶନ ସ୍କୁଲରେ ଅଧିକାଂଶ ସମୟରେ ପ୍ରଭୁଙ୍କର ଦାସ ଆମମାନଙ୍କୁ ସେ ରାସ୍ତାରେ ନେଇ ଯାଉଥିଲେ। ଆଉ ଯେପରି ଗୋଟେ ଘରର ବୁନିୟାଦି ନିର୍ଭର କରେ ସେ ଘରର ମଜବୁତ ବା ଘରର ଅ ଛିଡା ହେବା ପାଇଁ ଯାହା ମଧ୍ୟ ଶକ୍ତିର ଆବଶ୍ୟକ ଅଟେ, ସେ ବୁନିୟାଦି ଉପରେ ଯେପରି ନିର୍ଭର କରେ, ଠିକ ସେପରି ଭାବରେ ଆତ୍ମିକ ଜୀବନର ମୂଳଦୁଆ ହଉଛି ଯେ ଶାରୀରିକ ଭାବରେ ଚିନ୍ତା କରିବାର, ଶାରୀରିକ ଭାବରେ ଆ ଚାଳିତ ହେବାର ବିଷୟ କେତେ ଦୂର ଆତ୍ମିକ ଜୀବନକୁ ବାଧା ଦେଇଥାଏ, ଆଉ ପରମେଶ୍ୱରଙ୍କର ବାକ୍ୟକୁ ମଧ୍ୟ ବିଶ୍ୱାସ ନ କରିବା ପାଇଁ ବହୁତ ଗୁଡେ କ୍ଷେତ୍ରରେ ସେ ଆମକୁ ହଇରାଣ କରିଥାଏ। ତ ମୁଁ ଏ ବିଷୟକୁ ଯେତେବେଳେ ମନେ ପକାଉଛି ଯେ ପ୍ରତ୍ୟେକ ସମୟରେ ପରମେଶ୍ୱର କେବଳ ଗୋଟେ ବିଷୟକୁ ଲକ୍ଷ୍ୟ ରଖିକି ଆମମାନଙ୍କୁ ପଢେଇକି ନଉଥିଲେ, ସେଇଟା ହଉଛି ଯେ ଆମେ ଆମର ପ୍ରାକ୍ଟିକାଲ ଲାଇଫରେ ବା ଆମର ଦୈନନ୍ଦିନ ଜୀବନରେ ଆମର ଚିନ୍ତାଧାରା ଠୁ ଅଧିକ ଯେପରି ଆମମାନଙ୍କର ହୃଦୟରେ ଆମକୁ ପରମେଶ୍ୱରଙ୍କ ବାକ୍ୟ ଆମକୁ ପଢେଇକି ନେବ, ଧରିବ। କେତେ ମଣିଷର ଶରୀର ଭିତରେ ଯେମିତି ଇମ୍ୟୁନିଟି ପାୱାର ଥିଲେ ଆଉ ତାର ଶରୀର ସୁସ୍ଥ ସବଳ ରହିବ, ପ୍ରତ୍ୟେକ ଜୀବାଣୁ ଜୀବାଣୁ ଯାହା ମଧ୍ୟ ଆକ୍ରମଣ କଲେ ତାହାକୁ ସେ ପ୍ରତିରୋଧ କରିବ। ସେଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ବୋଲି ଆମମାନେ ଓଡିଆରେ କହୁଛୁ, ଯାହାକି ଇମ୍ୟୁନିଟି ପାୱାର। ତେଣୁକରି ବିଶ୍ୱାସ ରେ ବଞ୍ଚିବାର ଜୀବନ ଯାପନ କଲା ସମୟରେ ସେଠି ଯଦିଓ ସେଠି ଅଧିକାଂଶ ସମୟରେ ଆମକୁ ଲାଗିଥାଏ ଯେ କଷ୍ଟକର ରାସ୍ତା ଏଇଟା ହେଇପାରିବ ନାହିଁ, ଅଧିକାଂଶ ସମୟରେ ମୁଁ ମଧ୍ୟ ଭାଙ୍ଗି ପଡିକି ମୁଁ ଭାବୁଥିଲି ଯେ ନାଇଁ ମୋ ଦ୍ୱାରା ହବ ନାହିଁ, ମୁଁ ବିଶ୍ୱାସ ଶିଖି ପାରିବିନି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସମାନ ବିଷୟ ହିଁ ମୁଁ ନିଜକୁ ଦେଖୁଛି ଯେ ମୁଁ କେବେ ବିଶ୍ୱାସ ଶିଖି ପାରିନାହିଁ। ତାହେଲେ କୋଉ ଏକ୍ସାକ୍ଟ ପଏଣ୍ଟ କୁ ଈଶ୍ୱର ମତେ ବୁଝିବାକୁ ଚାହୁଁଥିଲେ
ଦେଖିବାକୁ ଚାହୁଁଥିଲେ ଯେ ବିଶ୍ୱାସ ମୋ ପାଖରେ କେବେ ଉତ୍ପନ୍ନ ହେଇପାରିବ ନାହିଁ। ଖାଲି ମୋ ପାଖରେ ଗୋଟେ ହୃଦୟକୁ ପରମେଶ୍ୱର ତିଆରି କରିବା ପାଇଁ ଚାହାନ୍ତି, ଯୋଉ ହୃଦୟରେ କି ପରମେଶ୍ୱର ଯେପରି ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦଉଛନ୍ତି ଯେ ସେ ଦାଉଦ ବାହ୍ୟିକ ଭାବରେ ଦେଖିଲେ ଏମିତି କୌଣସି ସ୍ୱତନ୍ତ୍ର ବିଷୟ ନାହିଁ, କିନ୍ତୁ ଗୋଟେ ବିଷୟକୁ ପ୍ରଭୁ ଗୁରୁତ୍ୱପୂର୍ଣ୍ଣ ଦେଇ କହୁଛନ୍ତି ଯେ ସେ ହଉଛନ୍ତି ପରମେଶ୍ୱରଙ୍କର ମନର ମତ ବ୍ୟକ୍ତି। ତ ଏଇଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଯେ ଈଶ୍ୱରଙ୍କର ମନର ମତ ବ୍ୟକ୍ତି ଦାଉଦ ହେଇପାରିଲେ। ଯଦିଓ ଦାଉଦ ବେଶୀ ଦୁର୍ବଳ ଲୋକ, ଆଉ ସେତିକି ତାଙ୍କ ପାଖରେ ସ୍ୱତନ୍ତ୍ରତା କିଛି ବିଷୟ ନଥିଲା, ଆଉ ସେ ଗୋଟେ ମେଷ ପାଳକ ଥିଲେ, ଆଉ ତାଙ୍କର କଣ ଲକ୍ଷ୍ୟ ଥିବ ତା ଆଗକୁ। କିନ୍ତୁ ସେଠି ଗୋଟେ ଲୋକ ଯିଏକି ପିଲା ଦିନରୁ ସୁନ୍ଦର ହ୍ୟାଣ୍ଡସମ୍, ଆଉ ଅନେକ ଗୁଡିଏ ସ୍କିଲ୍ ତାଙ୍କ ପାଖରେ ଥିଲା, ଯାହାକି ସାଉଲ ରାଜାଙ୍କ ବିଷୟରେ ପ୍ରଥମ ସାଉଲ 9 ପର୍ବରେ ଲେଖା ହେଇଛି। ତ ସେଇଟା ବହୁତ ବିଷୟ ଗୁଡାକ ତାଙ୍କ ପାଖରେ କଣ୍ଡିସନ ଥିଲା, ଯେମିତି କି ସେ ଭାବି ପାରିବେ ସିଓରଲି ନିଶ୍ଚିତ ଭାବରେ ଆଗକୁ ମୋର ଭବିଷ୍ୟତ ଉଜ୍ଜଳ ହବ। ତ ସେଇଠି ଯେତେବେଳେ ଲୋକମାନେ ନିଜର ଭବିଷ୍ୟତକୁ ଗଢନ୍ତି, ତ ଖାସ କରିକି ସ୍ୱତନ୍ତ୍ର ଭାବରେ ସେମାନେ ତାଙ୍କର ବ୍ୟାକଗ୍ରାଉଣ୍ଡକୁ ସେମାନେ ବନାନ୍ତି। ଆଉ ସେଠି କେତେଟା ବିଷୟକୁ ସେମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି, ଯାହାକି ସେମାନଙ୍କୁ ସପୋର୍ଟ କରିଥାଏ, କି ସେମାନଙ୍କୁ ଆସୁରାନ୍ସ ଦେଇଥାଏ ଯେ ସେମାନେ କରିପାରିବେ ଯୋଉ ଲକ୍ଷ୍ୟକୁ ରଖିଛନ୍ତି। ତ ସେଥିପାଇଁ ସାଉଲ ରାଜାଙ୍କ ପାଖରେ ତାଙ୍କର ଚିନ୍ତା ଅନୁସାରେ, ତାଙ୍କର ବୁଝାମଣା ଅନୁସାରେ ଅନେକ ପ୍ରକାର ବିଷୟ ଥିଲା। ସର୍ତ୍ତ ମୂଳକ ଭାବରେ ଭାବିଲେ ଯାହା ଦ୍ୱାରା ବି ସେ ଭାବିପାରିବେ, ହଁ ରିଲି ମୁଁ ଗୋଟେ ଲୋକ ଯିଏକି ସକ୍ସେସ ହେବା ପାଇଁ ଆଗକୁ ନିଶ୍ଚିତ ଭାବରେ ମୁଁ ପହଞ୍ଚିବି। କିନ୍ତୁ ବିଫଳତାର ଦାଉଦଙ୍କ ପାଖରେ କଣ ଥିଲା? ପ୍ରାୟ କିଛି ମଧ୍ୟ ନଥିଲା। କିନ୍ତୁ ମଣିଷର ଦୁର୍ବଳତା, କି ମଣିଷର ଅଜ୍ଞାନତା, କି ମଣିଷର ଅଭାବ ବିଷୟ, ଏଇଟା କେବେ ମଧ୍ୟ ମଣିଷର ନେଗେଟିଭ ପଏଣ୍ଟ ହେଇପାରିବ ନାହିଁ, ଯେମିତିକି ସେ ପରମେଶ୍ୱରଙ୍କ ସହିତ ଜଡିତ ଜୀବନ ଯାପନ ବିତେଇ ପାରିବ ନାହିଁ। ଜାଗତିକ ହିସାବରେ ସେ ଗୋଟେ ବ୍ୟକ୍ତି କିଛି କଲା ପରେ ଦେଖାଯାଉ ନାହିଁ, କି ଏ ଜଗତରେ ତାର କୌଣସି ଏପରି ଭାବରେ ଷ୍ଟ୍ରଙ୍ଗ ଭାବରେ ଶକ୍ତିଯୁକ୍ତ ଭାବରେ ତାର କ୍ୟାରିୟରକୁ ବନେଇବା ବିଷୟ ହଉ, କି ତାକୁ ନିଜର ଜୀବନକୁ ଚାଳିତ କରିବା ପାଇଁ ଭଲ ଭାବରେ ଏଇ ପ୍ରକାରର କୌଣସି ସପୋର୍ଟ ପାଇଲା ପରେ ଦେଖାଯିବନି ସେ ଲୋକକୁ, ଯୋଉ ଲୋକର ବାହ୍ୟ ଭାବରେ ଅଭାବ ଦୁର୍ବଳତା ଅନେକ ଗୁଡେ ବିଷୟ ଯାହାକି ଭର୍ତ୍ତି ଯଦି ଅଛି, ପରିପୂର୍ଣ୍ଣ ହେଇକି ଅଛି ତା ପାଖରେ। କିନ୍ତୁ ପରମେଶ୍ୱର କହୁଛନ୍ତି ଏଇ ଜାଗାରେ ଯେ ଦାଉଦ ହଉଛନ୍ତି ମନର ମତ ବ୍ୟକ୍ତି। ତାହେଲେ ଈଶ୍ୱରଙ୍କର ମନର ମତ ବ୍ୟକ୍ତି ହେବାର କେତେ ଯେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଉ କିପରି ଭାବରେ ଈଶ୍ୱରଙ୍କର ମନର ମତ ବ୍ୟକ୍ତି ହେବା, ତାହାର ତାଲିମ, ତାହାର ବିଷୟକୁ ଜାଣିବା ପାଇଁ, ଗୁରୁତ୍ୱପୂର୍ଣ୍ଣକୁ ବୁଝିବା ପାଇଁ ପରମେଶ୍ୱର ଦାଉଦଙ୍କର ଲାଇଫରେ ମଧ୍ୟ କାମ କରିଛନ୍ତି। ସେଥିପାଇଁ ଯେତେବେଳେ ମୁଁ ମିଶନ ସ୍କୁଲରେ ଥିଲି, ଅଧିକାଂଶ ସମୟରେ ଏମିତି ଲାଗୁଥିଲା ଯେ ଆମକୁ ଚର୍ଚ୍ଚ ଆମକୁ ଏତେ ବି କରିବା ଉଚିତ ନାହିଁ, କି ଚର୍ଚ୍ଚ ଆମକୁ ସହଜ ରାସ୍ତାରେ କାହିଁ ଆମକୁ କାମ କରିବା ପାଇଁ, କି ଯେକୌଣସି ବିଷୟ କରିବା ପାଇଁ ଯାହାକି ରିଲେଟେଡ ଥାଏ ବିଶ୍ୱାସକୁ ଶିଖିବା ପାଇଁ, କି ବିଶ୍ୱାସରେ ବଞ୍ଚିବା ପାଇଁ। ତ ସେଇଠି ବେଳେ ବେଳେ ତ ନାହିଁ, ଅଧିକାଂଶ ସମୟରେ ମତେ ମନେ ଅଛି ଯେ ଅ, ଆମେ ଇଭେନ ଏଇ ଦିନଙ୍କର ଯେମିତି ବଞ୍ଚୁଛୁ ସେମିତି ନୁହେଁ। ସେଇଠି ଗୋଟେ ସମୟ ଥିଲା ଯୋଉ ସମୟରେ କି ଆମମାନେ ଖାଇବା ପାଇଁ ଆଣ୍ଠେଇକି ପ୍ରାର୍ଥନା କରୁଥିଲୁ। ଆମମାନେ ଯେକୌଣସି ବିଷୟ ଆମକୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡୁଥିଲା, ପ୍ରଚାରକୁ ଛାଡିକି ଅନ୍ୟ ବିଷୟ ଯାହାକି ଆଜି କାଲି ସମୟରେ, ଆଜିର ଦିନରେ ଯାହା ଆମମାନଙ୍କୁ ଆରାମସେ ମିଳିଯାଉଛି, ଆଜିର ଦିନରେ ଯାହାକି ଆମମାନଙ୍କୁ ଅତି ସହଜ ଭାବରେ ଆମେ ସେଇଟାକୁ ପାଇପାରୁଛୁ, କିନ୍ତୁ ଗୋଟେ ସମୟରେ ଯୋଉ ସମୟରେ କି ସେ ବିଷୟ ପାଇବା ପାଇଁ ଆମକୁ ଆଣ୍ଠେଇବାକୁ ପଡୁଥିଲା। ଆଉ ପରମେଶ୍ୱର ନ ଦେବା ପର୍ଯ୍ୟନ୍ତ ସେଇଠି ହୃଦୟ ଭିତରେ ପରମେଶ୍ୱରକୁ ପାଇବାର ଅ ଉତ୍କଣ୍ଠିତ ହୃଦୟ ତ ନାହିଁ, ପରମେଶ୍ୱରଙ୍କ ଠାରୁ ପାଇବାର ଗୋଟେ ଅ ତୃଷିତ ହୃଦୟ, ଆଉ ସେଇଟା ଗୋଟେ ହୃଦୟ ଯୋଉ ହୃଦୟରେ କି ଈଶ୍ୱର ତମେ ନ ଦେଲେ ମୁଁ କେମିତି କରିପାରିବି। ତ ସେଇ ହୃଦୟର ସ୍ଥିତି କୁ ଯେତେବେଳେ ମୁଁ ମନେ ପକଉଛି, ସେ ହୃଦୟର ସ୍ଥିତିରେ ଆମେ କେଉଁ ବିରକ୍ତ ବା ଅଭିଯୋଗ ଅ କରିବାର ବିଷୟ ହିଁ ବାହାରି ଆସିପାରିବନି। କାହିଁକି? ଯେଉଁ ସମୟ ମନୁଷ୍ୟ ସମସ୍ତ ବିଷୟରେ ଅସହାୟ ହେଇଯିବ, ତା ପାଖରେ କିଛି ବି ଆଉ ମିଳିବ ନାହିଁ ତାକୁ, ସେ ସମୟରେ ନିଶ୍ଚିତ ଭାବରେ ତାର ହୃଦୟ ନମ୍ର ହେବା ପାଇଁ ବାଧ୍ୟ ହେବ। ଆଉ ମତେ ଯଦି ମନେ ପଡୁଛି ଜନ 5 ପର୍ବର ପକ୍ଷାଗତ ରୋଗୀ, ସେ କେ ମଧ୍ୟ ହଁ ସିଧାସଳଖ କହୁନା ଯୀଶୁଙ୍କର ପ୍ରଶ୍ନ ଉତ୍ତର, ସେ
ଠିକ ଅଛି ମୁଁ ଭଲ ହେବା ପାଇଁ ଚାହୁଁଛି ମତେ ନେଇଯାଅ। ତ ସେ କୋଉ ପ୍ରକାର ହୃଦୟରେ ସେ କହୁଛି ଯେ ପ୍ରଭୁ ମୋର ମହାଶୟ ମୋର ସାହାଯ୍ୟକାରୀ କିଏ ବି ନାହିଁ। ତ ମୁଁ ଭଲ ହେବା ପାଇଁ ଚାହୁଁଛି ବୋଲି କହିବାର ହୃଦୟର ସ୍ଥିତି, ଆଉ ମୋର କିଏ ବି ସାହାଯ୍ୟକାରୀ ନାହିଁ ଯିଏକି ମତେ ଜଳ ପାଖକୁ ନେଇଯିବ, ଏ ବିଷୟର ବା ଏ ହୃଦୟର ସ୍ଥିତି କେବେ ବି ସମାନ ନୁହେଁ। ତ ଯେତେବେଳେ ସେ ମୋର କିଏ ସାହାଯ୍ୟକାରୀ ନାହିଁ ବୋଲି କହୁଛି, ସେ ପ୍ରକାର ସ୍ଥିତିର ହୃଦୟକୁ ଯଦି ଆମେ ଦେଖିବା ତାହେଲେ ସେଇଟା ଗୋଟେ ହୃଦୟ ଯାହାକି ଅସହାୟ ହୃଦୟ, ଅନୁଗ୍ରହ ପାଇବାର ହୃଦୟ। ତା ସହିତ ଏ ହୃଦୟ କେ ମଧ୍ୟ ଆମେ କମ୍ପେୟାର କରିପାରିବା ନାହିଁ ଯେ ସେ ଦାମ୍ଭିକ ହେଇକି ସେ କହୁଛି ବୋଲି କହି। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଚର୍ଚ୍ଚରେ ରଖିଛନ୍ତି, ତ ସେଠି ଭାଇ ଭଉଣୀ ମାନେ ଅଛନ୍ତି। ଆମେ ଭାବୁଛୁ ଆମେ ସବୁ ଜାଣିଛୁ, ଆମେ ଏ ବାକ୍ୟ ଜାଣିଛୁ ସେ ବାକ୍ୟ ଜାଣିଛୁ, କିନ୍ତୁ ମୁଁ ଯେତେବେଳେ ଦେଖୁଛି ଯେ ରେ ମୁଁ କଣ ଜାଣିଛି, ଆଉ ବିଶ୍ୱାସର ଜୀବନର ଅର୍ଥ ନାହିଁ ମୁଁ କଣ ଜାଣିଛି, ଆଉ ସେ ବିଷୟ ଦ୍ଵାରା ମୁଁ ବଞ୍ଚିବି ଧରିକି। କିନ୍ତୁ ପରମେଶ୍ୱର ଦୈନନ୍ଦିନ ଜୀବନରେ ପ୍ରଭୁ ଆମମାନଙ୍କ ସହିତ ବାକ୍ୟ ଦ୍ୱାରା କଥାବାର୍ତ୍ତା କରୁଛନ୍ତି। ପ୍ରଭୁ ଆମମାନଙ୍କୁ ଚର୍ଚ୍ଚ ଦ୍ୱାରା ଆମକୁ ଅର୍ଡର ଦଉଛନ୍ତି ବା ଆମକୁ ଆଦେଶ ଦଉଛନ୍ତି, ତମେ ଏଇ ପ୍ରକାର କର ସେଇ ପ୍ରକାର କର। କିନ୍ତୁ ବିପରୀତ ଭାବରେ ମୋ ପାଖରେ ମୋର ନିଜର ଗୋଟେ ମାପଦଣ୍ଡ ଅଛି, ମୋ ନିଜର ମତ ଅଛି। ତ ପରମେଶ୍ୱରଙ୍କର ବାକ୍ୟକୁ ଯେତେବେଳେ ମୁଁ ଦେଖୁଛି, ଦାଉଦ କଣ ସଠିକ ଭାବରେ ପରମେଶ୍ୱରଙ୍କର ମନର ମତ ବ୍ୟକ୍ତି କେମିତି ହେଇପାରିଲେ। ତ ଗୋଟେ ବିଷୟକୁ ଆପଣ ଆପଣ ମନ ପକାନ୍ତୁ, ଯେତେବେଳେ ଦାଉଦ ଅ କିଲ୍ଲା ନଗର ଲୋକମାନଙ୍କ ପାଖକୁ ଯାଇକି ସେ ତାଙ୍କୁ ଶତ୍ରୁ ମାନଙ୍କ ଠାରୁ ସେ ଉଦ୍ଧାର କରିବା ପାଇଁ ପ୍ରଭୁ ପଚାରୁଛନ୍ତି। ତ ଫାଷ୍ଟ ସେ ପ୍ରଭୁଙ୍କୁ ପଚାରୁଛନ୍ତି ଯେ ମୁଁ ପ୍ରଭୁ ଯିବି କି ଏ କିଲ୍ଲା ନଗର ଲୋକମାନଙ୍କ ପାଇଁ ମୁଁ ସାହାଯ୍ୟ କରିବା ପାଇଁ ମୁଁ ଯିବି କି ବୋଲି ପରମେଶ୍ୱର ଯେତେବେଳେ ସେ ପଚାରୁଛି, ସେଇ ସମୟରେ ପରମେଶ୍ୱର ହଁ ଯାଅ ବୋଲି କହୁଛନ୍ତି। ଯାଅ ତମେ ତାଙ୍କୁ ସାହାଯ୍ୟ କର, ତାଙ୍କ ପାଇଁ କାମ କର। ତ ଯେତେବେଳେ ଦାଉଦ ଯାଇକି ବର୍ତ୍ତମାନ ଲଢେଇ କରୁଛନ୍ତି ଆଉ ସେ ଜିତୁଛନ୍ତି, କିଲ୍ଲା ନଗର ଲୋକମାନଙ୍କୁ ସେ ଉଦ୍ଧାର କରୁଛନ୍ତି ଶତ୍ରୁମାନଙ୍କୁ। ତ ଏତିକି ବିଷୟ ଯଦି ଆମେ ଚିନ୍ତା କରିବା, ନେଚୁରାଲି ବର୍ତ୍ତମାନ ଯୋଉ ଲୋକମାନେ ଦାଉଦଙ୍କ ଠାରୁ ସାହାଯ୍ୟ ପାଇଲେ, ତ କଣ ସେ ଲୋକମାନେ ଦାଉଦଙ୍କ ଆଡକୁ ଧନ୍ୟବାଦ ହୃଦୟ, ଦାଉଦଙ୍କ ଆଡକୁ ଖୁସିର ହୃଦୟ, ଯେମିତି ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଏତେ ବର୍ଷ ଧରିକି ଦାସକ୍ରମ କଲେ ମିଶର ଦେଶରେ ରାଜା ଫାରୋଙ୍କର ଅଧୀନରେ ଥାଇକି, ତ ଯେତେବେଳେ ସେମାନେ ମିଶର ଦେଶରୁ ଏତେ ବଡ ଯନ୍ତ୍ରଣାମୟ ଜୀବନ, ବନ୍ଧନ ଜୀବନରୁ ଯଦି ମୁକ୍ତ ହେଇକି ଆସୁଛନ୍ତି, ତ ପ୍ରଥମେ ସେମାନେ କଣ ପ୍ରଭୁଙ୍କର ମଉସାଙ୍କୁ ଧନ୍ୟବାଦ ଦେଇନଥିବେ? ମଉସାଙ୍କୁ ସେମାନେ କଣ ବେଶିକି ତାଙ୍କର କାର୍ଯ୍ୟ ଦେଖି ଖୁସି ହେଇନଥିବେ? ନିଶ୍ଚିତ ଭାବେ ଖୁସି ହେଇଥିବେ। କିନ୍ତୁ ଏବେ ଦାଉଦଙ୍କୁ ଯେଉଁ ସମୟରେ ଈଶ୍ୱରଙ୍କୁ ଯେଉଁ ସମୟରେ ଦାଉଦ ପଚାରୁଛନ୍ତି, ଆଉ ଏ ପ୍ରଶ୍ନ ଗୋଟେ କେବେ ମଧ୍ୟ ଅ ତାଳ ମିଳୁନାହିଁ ଯେ ସେଇ ପ୍ରକାର ପରିବେଶରେ ସେଇ ପ୍ରକାର ପରିସ୍ଥିତିରେ ସେ ପ୍ରଶ୍ନ ପଚାରିବା କେତେ ଦୂର ଯଥାର୍ଥ ଥିଲା। କଣ ବୋଲି ପଚାରିଲେ ସେ ପରମେଶ୍ୱରକୁ, କଣ ବୋଲି ପଚାରିଲେ ଭାଇ ଜାଣିଛନ୍ତି? ହୁଁ? କିଏ କହିବ ମୁଁ କଣ ବୋଲି ପଚାରିଲେ? ପଦ୍ମିନୀ ଭଉଣୀ କୁହନ୍ତୁ, ଦାଉଦ କଣ ପଚାରିଲେ ପ୍ରଭୁଙ୍କୁ କିଲ୍ଲା ନଗର ଲୋକ ଉଦ୍ଧାର କଲା ପରେ? ପଦ୍ମିନୀ ଭଉଣୀ କୁହନ୍ତୁ, ଜାଣିଛନ୍ତି? ନାଇଁ ପାଷ୍ଟର। ହଁ, ଧନ୍ୟବାଦ, ବଢିଆ ଉତ୍ତର ଏଇଟା, କିଛି ଅସୁବିଧା ନାହିଁ। କଣ ବୋଲି ପଚାରିଥିବେ ବୋଲି ଭାବୁଛନ୍ତି? ମୁଁ ଯିବି କି ସେମାନଙ୍କ ପକ୍ଷକୁ, ଆଉ ଜିତିବି ନା ନାଇଁ ଏ ବିଷୟ ପଚାରିବା ପାଇଁ ପରମେଶ୍ୱରଙ୍କୁ ପାଖକୁ ନାଇଁ ସେଟା ଯାଇଥିଲି। ଭଉଣୀ ସେଟା ପ୍ରଥମେ ପଚାରିଲେ, ଆଉ ପରମେଶ୍ୱର କହିଲେ ଯାଅ ବୋଲି କହିଲେ। ତ କିଲ୍ଲା ନଗର ଲୋକକୁ ଉଦ୍ଧାର କଲା ପରେ ସେ ପରମେଶ୍ୱରକୁ କଣ ପଚାରୁଛନ୍ତି ତାପରେ? ଜାଣିନାହାନ୍ତି? ଭାରତ ଡିକନ ମନେ ନା ମନେ ନାହିଁ?
ଅଶୋକ ପାଷ୍ଟର। ଜାଣିନି ବାସ୍। ବଢିଆ ଉତ୍ତର ଏଇଟା। ହୁଁ, ସୁରେଶ। ହଉ, ଦେଖିବା। ପ୍ରଥମ ସାମୁଏଲ 23 ପର୍ବ ବୋଧେ। ପ୍ରଥମ ସାମୁଏଲ 23 ପର୍ବ। ଜଣେ କିଏ ପଢିବେ 23 ପର୍ବର 8 ପଦରୁ 12 ପଦ ପର୍ଯ୍ୟନ୍ତ ଜଣେ କିଏ ପଢନ୍ତୁ। ପ୍ରଥମ ସାମୁଏଲ 23 ପର୍ବ 8 ପଦରୁ 12 ପଦ ଧୀରେ ଧୀରେ ଜଣେ ପଢନ୍ତୁ। କିଏ ପଢିବ ଜଲ୍ଦି? ଏଥିରେ କିଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ସାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ। ପୁଣି ଦାଉଦ ଜାଣିଲେ ଯେ ସାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି। ଏଣୁ ସେ ଅବିଆଥ୍ର ଯାଜକକୁ କହିଲେ, ଏଠାକୁ ଏଫଦ ଆଣ। ତେବେ ଦାଉଦ କହିଲେ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସାଉଲ କିଲାକୁ ଆସି ମୋ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି। କିଲା ନିବାସୀମାନେ କଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କଣ ସାଉଲ ଆସିବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ। ତହିଁରେ ସଦାପ୍ରଭୁ କହିଲେ, ସେ ଆସିବ। ତେବେ ଦାଉଦ କହିଲେ, କିଲା ନିବାସୀମାନେ ମୋତେ ଓ ମୋ ଲୋକମାନଙ୍କୁ ସାଉଲଙ୍କ ହସ୍ତରେ ସମର୍ପଣ କରିବେ? ତହିଁରେ ସଦାପ୍ରଭୁ କହିଲେ, ସେମାନେ ତୁମ୍ଭକୁ ସମର୍ପଣ କରିବେ। 13 ପଦ ମତେ ପଢ। 13। ତହୁଁ ଦାଉଦ ଓ ତାଙ୍କର ଉଣାଧିକ 600 ଲୋକ ଉଠି କିଲାକୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇପାରିଲେ ସେଠାକୁ ଗଲେ। ଏଥିରେ ଦାଉଦ କିଲାକୁ ପଳାଇ ଯାଇଅଛି ବୋଲି ସାଉଲଙ୍କୁ କୁହାଗଲା, ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ। ଏଥର ଜାଣିଲେ ନା ଦାଉଦ କଣ ପଚାରିଲେ ପ୍ରଭୁଙ୍କୁ? ଦାଉଦ ଏଇ ଜାଗାରେ ଯଦି ଆମେ ପରିସ୍ଥିତିକୁ ଦେଖିବା, ଯେ ବର୍ତ୍ତମାନ ସେ କିଲାନଗର ଲୋକମାନଙ୍କୁ ସାହାଯ୍ୟ କଲେ। ଏଡେ ବଡ ସମସ୍ୟା, ଆଉ ତାଙ୍କୁ ଶତ୍ରୁ ମାନଙ୍କ ଠାରୁ ସେ ଯୁଦ୍ଧ କରିଦେଲେ। ଆଉ ଯେତେବେଳେ ସେ ଯାଉଛନ୍ତି, ସେଇ ସମୟରେ ମଧ୍ୟ ପ୍ରଭୁଙ୍କୁ ସେ ପଚାରିକି ଯାଉଛନ୍ତି। ବର୍ତ୍ତମାନ ଯୁଦ୍ଧ ହେଲା ପରେ ବର୍ତ୍ତମାନ ସେ ଦାଉଦ କିଲାନଗର ଲୋକଙ୍କୁ ସାହାଯ୍ୟ କଲେ ବୋଲି ପରିବେଶ ପୁରା ବଦଳି ଗଲା ଏବେ। ତ କିଲାନଗର ଲୋକମାନେ କେତେ ଖୁସି ହେଇଥିବେ ସର୍ତ୍ତମୂଳକ ଭାବରେ ଭାବିଲେ ଦାଉଦଙ୍କ ଆଡକୁ। ଏଇ ଜାଗାରେ ମୋର କହିବାର ମୂଳ ବିଷୟ ହଉଛି ଯେ ଦାଉଦ କେବେ ମଧ୍ୟ ଶାରୀରିକ ଅନୁସାରେ ଶାରୀରିକର ଅନୁଭବ କି ଶାରୀରିକ ଇମୋସନ ଦ୍ଵାରା ବା ନିଜର ଶରୀର ଦ୍ଵାରା ଭଲ ମନ୍ଦର ମାପଦଣ୍ଡର ବିଚାର ଦ୍ଵାରା ସେ କେବେ ପ୍ରଭୁଙ୍କୁ ଏଟା ପ୍ରଶ୍ନ ପଚାରି ବି ପାରିବେ ନାହିଁ। ତ ଯୋଉ ସମୟରେ ଆମେ ସାଙ୍ଗ ହେଇଥାଉଛୁ, ଫ୍ରେଣ୍ଡସିପ କରିଥାଉ ଜଣଙ୍କ ସହିତ, ନେଚୁରାଲି ଆମେ ଫ୍ରେଣ୍ଡସିପ ର ବା ବନ୍ଧୁତା ଯୋଉ ଆମେ ସ୍ଥାପନ କରିଥାଉ ପରସ୍ପରର, ବେସିକାଲି କୋଉ ପ୍ରକାର ବ୍ୟାକଗ୍ରାଉଣ୍ଡରେ କୋଉ ପ୍ରକାର କେତେଟା ବିଷୟକୁ ନେଇକି ଆମେ ମାନେ ସାଙ୍ଗ ହେବା ପାଇଁ ଚାହିଁଥାଉ। ଯେତେବେଳେ ମତେ ମୋ ଅନୁସାରେ ମୋ ଷ୍ଟାଇଲ ଅନୁସାରେ ଯିଏକି ମୋ ସହ ମିଶୁଛି, ତା ସହିତ ମତେ ସାଙ୍ଗ ହେବା ପାଇଁ ବେଶୀ କମ୍ଫର୍ଟେବଲ ଲାଗେ। ମୋ ପରି ଚିନ୍ତାଧାରା, ମୋ ପରି ଦେଖିବାର, ବା ମତେ ଯୋଉଟା ଭଲ ଲାଗୁଛି, ମୋ ସାମ୍ନାରେ ଥିବା ଲୋକକୁ ମତେ ଭଲ ଲାଗୁଛି, ତାହେଲେ ମୁଁ ତା ସହିତ ଖୁସିରେ ମିଶିବା ପାଇଁ ଇଚ୍ଛା କରୁଥାଏ। କିନ୍ତୁ ମତେ ବେଶୀ କଷ୍ଟ ଲାଗିଥାଏ ସେ ପ୍ରକାର ଲୋକ ସହିତ ବନ୍ଧୁତା ସ୍ଥାପନ କରିବା ପାଇଁ, ଯାହା ସହିତ କି ମୋର କୌଣସି ତାଳ ମିଳୁନାହିଁ, ଯାହା ସହିତ କି ମୋର ଷ୍ଟାଇଲ ମିଶୁନାହିଁ। ମୋର ଚିନ୍ତାଧାରା ତାଙ୍କ ଚିନ୍ତାଧାରା ଅଲଗା, ମୋର ଦେଖିବାର ଦୃଷ୍ଟି ତାର ଦେଖିବାର ଦୃଷ୍ଟି ଅଲଗା। ତ ସେଇ ସମୟରେ ଆମେ କୌଣସି ମାନେ
ଏମିତି କିଛି କଣ୍ଡିସନ ପାଇ ନଥାଉ ଯେ ୟା ସହିତ ମୋର ଟାଇମକୁ ମୁଁ ସ୍ପେଣ୍ଡ କରିବା ପାଇଁ ଚାହେଁ। ବିପଦ ଭାବରେ ଆମେ ପର୍ଟିକୁଲାର କେତେ ଲୋକକୁ ବାଛିଥାଉ ଆମ ହୃଦୟ ଭିତରେ, ଯାହା ସହିତ ବେଶୀ ଭଲରେ ଆମେ ମିଶି ପାରିଥାଉ, କଥା ହେଇପାରିଥାଉ, ଖାଇ ପାରିଥାଉ, ବୁଲି ପାରିଥାଉ। ତ ଏଇଠି ଦାଉଦ ଖିଲାନଗର ଲୋକମାନଙ୍କ ସହିତ ଯଦି ଆମେ ବର୍ତ୍ତମାନ ଏଇ ଜାଗାରେ ଏଇ ପ୍ରକାର ପରିସ୍ଥିତି ଅନୁସାରେ ଚିନ୍ତା କରିବା, ତାହେଲେ କି କେବେ ମଧ୍ୟ ଶାରୀରିକ ଭାବରେ ଏମିତି ଚିନ୍ତା ମଧ୍ୟ କରିବା ଉଚିତ ନାହିଁ। ଏତେ ବଡ ସମସ୍ୟାରୁ ମୁକ୍ତ କଲେ ଖିଲାନଗର ଲୋକମାନଙ୍କୁ ଦାଉଦ। ଦାଉଦ କୋଉ ପ୍ରକାର କୋଉ ସ୍ଥିତିରେ ଭାବି ପାରିବେ ଯେ ଏଇ ଲୋକମାନଙ୍କୁ ଯାହାକି ବର୍ତ୍ତମାନ ଅଳ୍ପ ସମୟ ପୂର୍ବରୁ ମୁଁ ହେଲ୍ପ କଲି, ଏମାନେ ହିଁ ମୋତେ ସାଉଲଙ୍କ ହସ୍ତରେ ସମର୍ପଣ କରିବେ ବୋଲି କହିକି ଦାଉଦ କୋଉ ଏଙ୍ଗେଲ ରେ କୋଉ ସ୍ଥିତିରେ ସେ ଭାବି ପାରିବେ। କିନ୍ତୁ ଦାଉଦ ପରମେଶ୍ୱରଙ୍କୁ ପଚାରୁଛନ୍ତି। ଦାଉଦ ପରମେଶ୍ୱରଙ୍କୁ ପଚାରିବା ବିଷୟ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପାଖରେ କୋଉ ପ୍ରକାର ଚେତା ଥିଲା, କୋଉ ପ୍ରକାର ସେନ୍ସ ରୁ ସେ ଜାଣି ପାରୁଛନ୍ତି, ଫିଲ୍ କରିପାରୁଛନ୍ତି ଯେ ମୁଁ ଏ ପ୍ରଶ୍ନଟା ପଚାରିବା ଦରକାର ପ୍ରଭୁଙ୍କୁ ଯେ କିଲାନଗର ଲୋକମାନେ ମତେ ସାଉଲଙ୍କ ହସ୍ତରେ ସମର୍ପଣ କରିବେ କି? ତ ଯେତେବେଳେ ସେ ପଚାରୁଛନ୍ତି, 11 ପଦରେ ଲେଖା ହେଇଛି, କିଲା ନିବାସୀ ମାନେ କଣ ମତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ ଦାସ ଯେପରି ଶୁଣିଅଛି ସେପରି କଣ ସାଉଲ ଆସିବେ? ଏ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଛି ଆପଣ ଦାସକୁ ଏହା ଜଣା। ତ ଏ ସଦାପ୍ରଭୁ କହିଲେ ସେ ଆସିବ। ଓ ବର୍ତ୍ତମାନ ସାଉଲ ଦାଉଦଙ୍କୁ ଧରିବା ପାଇଁ ଆସୁଛି, ଦାଉଦଙ୍କୁ ଆକ୍ରମଣ କରିବାକୁ ଆସୁଛି। ଅଧିକାଂଶ ସମୟରେ ଆମମାନେ ଶୈତାନ କେତେବେଳକୁ ଆମକୁ ଠକିବା ପାଇଁ ଆସୁଛି, କୋଉ ରାସ୍ତାରେ, କୋଉ ପ୍ରକାର ସ୍ଥିତିରେ, ତାହା ମାନେ କେବେ ମଧ୍ୟ ଚେତାଶୀଳ ହେଇପାରୁନି। ଦାଉଦ କହୁଛନ୍ତି ଯେପରି ମୁଁ ଶୁଣି ଅଛି, ତାର ଅର୍ଥ ହଉଛି ସେଠି କିଏ ଗୋଟେ ନିହାତି ଦାଉଦଙ୍କୁ ଜଣେଇଲା ଯେ ସାଉଲ ତମକୁ ଧରିବା ପାଇଁ ଆସୁଛି। ଆଉ ଏ କିଲାନଗର ଲୋକମାନେ ଯାହାଙ୍କୁ ତମେ ସାହାଯ୍ୟ କରୁଛ, ସେମାନେ ତମକୁ ତାଙ୍କ ହସ୍ତରେ ସମର୍ପଣ କରି ବୋଲି କହିବା ଲୋକ ବି ସେଠି ଅଛନ୍ତି। ଆଉ ତାଙ୍କ ପାଖରେ ମଧ୍ୟ ସେ ଚେତା ବାହାରି ଆସୁଛି, ଯୋଉ ଚେତାରେ କି ସେ ସେନ୍ସରେ ଜାଣିପାରୁଛନ୍ତି ମତେ ନିହାତି ପ୍ରଭୁଙ୍କୁ ପଚାରିବା ପାଇଁ ଦରକାର। ତ ମୁଁ ଏଇ ଜାଗାରେ କହିବାକୁ ଚାହୁଁଛି ଯେ ମୁଁ ଯେତେବେଳେ ମୋ ପାଖରେ ସେଲ୍ଫ କନଫିଡେନ୍ସ ଭର୍ତ୍ତି ହେଇକି ଥାଉଛି, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେଇକି ଥାଉଛି, ମାନେ ମୁଁ ଯେତେବେଳେ ଭାବୁଛି ମୋ ପାଖରେ ଯୋଉ ଚେତା ଅଛି, ଆଇ ହାଭ୍ ନୋ ପ୍ରୋବ୍ଲେମ, ମୋ ପାଖରେ କିଛି ସମସ୍ୟା ନାହିଁ, ମୁଁ ଠିକ ଅଛି। ପ୍ରତ୍ୟେକ ମୋ ସାମ୍ନାରେ ଥିବା ପରିସ୍ଥିତି ଦ୍ଵାରା ମୁଁ କେବେ ଆଘାତ ପ୍ରାପ୍ତ ହେଲା ପରି ଦେଖା ନ ଯାଉଥିବା ସମୟରେ ମତେ କେବେ ମଧ୍ୟ ଭୟ ଲାଗିନଥାଏ। ତାହେଲେ ଏଇ ପ୍ରକାର ଉତ୍ତମ ପରିସ୍ଥିତିରେ ମତେ ଦାଉଦ କାହିଁକି ପ୍ରଭୁଙ୍କୁ ପଚାରୁଛନ୍ତି, ଯୋଉ ସ୍ଥିତିରେ କି ସେ କେବେ ଭାବିବା ବି ଉଚିତ ନାହିଁ ଯେ ଏ ପ୍ରକାର ମତେ ସାଉଲଙ୍କ ହସ୍ତରେ ସମର୍ପଣ କରିବେ ବୋଲି। ତ ମୁଁ ଏବେ ଯୋଉ କିଲାନଗର ଲୋକମାନଙ୍କୁ ଯଦି ମୁଁ ତୁଳନା କରିବି, ଯାହା ସହିତ ଇଏ ଏବେ ବର୍ତ୍ତମାନ ଏତେ ବଡ ସମସ୍ୟାକୁ ମୁକ୍ତ କରିକି ତାଙ୍କ ସହିତ ଛିଡା ହେଇଛନ୍ତି, ଠିକ ସେମିତି ଯେତେବେଳେ ଆମେ କନସଲ୍ଟ କରୁଛୁ ଯାହା ସହିତ, ତ ଅ ଅଧିକ ମାତ୍ରାରେ ଆମ ଲାଇଫରେ ଆମେ କାହା ସହିତ କନସଲ୍ଟ କରୁଛୁ, କାହା ସହିତ ଆମେ କଥାବାର୍ତ୍ତା କରୁଛୁ, ଯାହାକୁ ଆମେ ଭରସା କରୁଛୁ, ଯାହାକୁ ଆମେ ବିଶ୍ୱାସ କରୁଛୁ, ଯାହାକୁ ଆମର ରିଲେସନସିପ ଅଛି, ତ ସେ ଭିତରୁ ଅଧିକ କ୍ଲୋଜର ଲୋକ ହଉଛି କିଏ? ମୁଁ ନିଜେ। ହେଲେ ରୋମିଓ ପୁସ୍ତକ 7:13 ମଧ୍ୟ ସାଧୁ ପାଉଲ ଏଇଟା ସାକ୍ଷ୍ୟ ଦଉଛନ୍ତି ଯେ ଉତ୍ତମତା ରାସ୍ତା ଦ୍ଵାରା ହିଁ ମୃତ୍ୟୁ ପ୍ରବେଶ କରୁଛି ବୋଲି ପାଉଲ କହୁଛନ୍ତି। ମନ୍ଦର ରାସ୍ତା ଦ୍ଵାରା ମୃତ୍ୟୁ ପ୍ରବେଶ କଲେ ଆମେ ବୁଝିପାରିବା, କିନ୍ତୁ ଉତ୍ତମତାର ରାସ୍ତା ଦ୍ଵାରା କେମିତି ମୃତ୍ୟୁ ପ୍ରବେଶ କରୁଛି, ପାପ ପ୍ରବେଶ କରୁଛି। ଆଉ ଏ ଉତ୍ତମତା ରାସ୍ତା ଦ୍ଵାରା ପାପ ପ୍ରବେଶ କଲା ପରେ ମୃତ୍ୟୁକୁ ଜନ୍ମ ଦଉଛି। ତ ଆମେ କେମିତି ଭାବି ପାରିବା ଯେ ଆମେ ଆମେ ଯୋଉ ବିଷୟକୁ ବିଶ୍ୱାସ ଭୂମି ଭାବରେ ଧରିଛୁ, ଆମେ ଯାହାକୁ ଭରସା କରିବା ବୋଲି ଭାବି ପାରିବା, ଆଉ ସେଇ ଭିତରୁ ହିଁ ଯଦି ଆମେ ବିଶ୍ୱାସଘାତକତା ପାଉଛୁ, ତାହେଲେ କେମିତି କଥା ଏଇଟା? ସେଥିପାଇଁ ଦାଉଦ ବର୍ତ୍ତମାନ ମଣିଷତ୍ୱ ଭାବରେ ଚିନ୍ତା କରୁନାହାନ୍ତି। ଦାଉଦ ବର୍ତ୍ତମାନ କୌଣସି ଅନୁଭବ ଦ୍ଵାରା ଧରା ଯାଉନାହାନ୍ତି, କି ସେ ମଧ୍ୟ ଶରୀର ଦ୍ଵାରା ସାଟିସ୍ଫାକ୍ସନ ହଉନାହାନ୍ତି ଯେ ରିଏଲି ଲୋକକୁ ମୁଁ ସାହାଯ୍ୟ କଲି, ହେଲେ ସେମାନେ ମଧ୍ୟ ମତେ ସାହାଯ୍ୟ କରିବେ, ସେମାନେ ମଧ୍ୟ ମୋ ଆଡକୁ ପଜିଟିଭ ଚିନ୍ତା କରିବେ। ଏମିତି ଦାଉଦ କେମିତି ଭାବୁନାହାନ୍ତି। ବାଇବଲ କହୁଛି ପ୍ରଭୁ ଦାଉଦଙ୍କୁ ବାଛିଲେ ଆଉ କହିଲେ ଯେ ଦାଉଦ ହଉଛନ୍ତି ଈଶ୍ୱରଙ୍କର ମନର ମତ ବ୍ୟକ୍ତି। ତ ଯେତେବେଳେ ପ୍ରଭୁଙ୍କର ବାକ୍ୟର ମନର ମୋର ସମାନ ମତ, ପ୍ରଭୁଙ୍କ ବାକ୍ୟର ମନର ଯଦି ମୋର ମତ ସମାନ ହେଇକି ରହୁଛି ନା ନାଇଁ,
ତାହା ଯେତେବେଳେ ମୁଁ ମନେ ପକଉଛି ବର୍ତ୍ତମାନ, ଯେ କାହିଁକି ମିଶନ ସ୍କୁଲରେ ହଉ କି ମୋର ମିନିଷ୍ଟ୍ରି ଲାଇଫରେ ହଉ, ଅଧିକାଂଶ କ୍ଷେତ୍ରରେ ମତେ ସେଇ ପଏଣ୍ଟରେ ହିଁ ଆଘାତ କରାଯାଉଛି, ଯୋଉ ସମୟରେ କି ଈଶ୍ୱରଙ୍କ ମନର ମତ ମୁଁ ହେଇପାରୁନାହିଁ, କି ଯେଉଁ ସମୟରେ ମୋର ଚିନ୍ତାଧାରା ପ୍ରଭୁଙ୍କର ଚିନ୍ତାଧାରା ସହିତ ମିଶୁନାହିଁ। ତ ଯୋଉ ସମୟରେ ପ୍ରଭୁଙ୍କର ଚିନ୍ତାଧାରା, ପ୍ରଭୁଙ୍କର ନିଷ୍ପତ୍ତି ଗୁଡାକ ମୋ ହୃଦୟରେ ଗ୍ରହଣ ଯୋଗ୍ୟ ହେଇପାରୁନାହିଁ, ତାର ଅର୍ଥ ହଉଛି ମୁଁ ସାଉଲଙ୍କର ସଦୃଶ, ସାଉଲଙ୍କ ସ୍ଥିତିରେ ମୁଁ ଅଛି। ସାଉଲ ପାଖରେ ବାହ୍ୟ ଭାବରେ ସବୁ ପ୍ରକାର କଣ୍ଡିସନ ଭଲ ଥିଲା। ଦାଉଦଙ୍କ ଠାରୁ ଯଦି ଆମେ କମ୍ପେୟାର କରିବା, ତାହେଲେ ସାଉଲ ପାଖରେ ସମସ୍ତ ବିଷୟ ଥିଲା, ଯାହା ଦ୍ୱାରା କି ସେ ସଠିକ ଭାବରେ ସେ ହେଲ୍ପ ସାହାଯ୍ୟ କଲା ପରି ଲୋକ ଲାଗୁଛି। ସୁନ୍ଦର ପୁରୁଷ ଥିଲା ସେ, କିନ୍ତୁ ତା ଭିତରେ ପରମେଶ୍ୱରଙ୍କର ବାକ୍ୟ ହଉ କି ପରମେଶ୍ୱରଙ୍କର ମନର ସମାନ ମନ ଗ୍ରହଣ କରିବା ପାଇଁ ସିଷ୍ଟମ ତା ପାଖରେ ନାହିଁ। ସେଥିରେ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେ କିପରି ଭାବରେ ଆମମାନେ ଦାଉଦଙ୍କ ସଦୃଶ ପରମେଶ୍ୱରଙ୍କର ମନର ମତବ୍ୟକ୍ତ ହେଇପାରିବା। ଏବେ ଏଇ ଜାଗାରେ କିଲାନଗର ଲୋକମାନଙ୍କୁ ସେ ବିଶ୍ୱାସ କରୁନାହାନ୍ତି। ତାର ଅର୍ଥ ହଉଛି ଦାଉଦ ମଣିଷର କୌଣସି ଉତ୍ତମତା ଦ୍ୱାରା ଧରାଯାଇନାହାନ୍ତି। କିନ୍ତୁ ପାଉଲ ମଧ୍ୟ କହିଲେ ବାଇବଲ ରୋମିଓ 7 ଯେ ମୁଁ ଜାଣେ ଯେ ମୋ ଶରୀରରେ ଯେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ ବୋଲି ସେ କହୁଛି। ମୋ ପାଖରେ କିଛି ମଧ୍ୟ ଉତ୍ତମ ବିଷୟ ନାହିଁ। ତ ୟା ଦ୍ୱାରା ୟାର ଫଳାଫଳ କଣ? କଣ୍ଟିନ୍ୟୁ ବର୍ତ୍ତମାନ ସାଧୁ ପାଉଲ ରୋମିଓ 7 ନିଜର ବିଷୟରେ ସେ କହୁଛନ୍ତି ଯେ ମୋ ପାଖରେ କିଛି ମଧ୍ୟ ଉତ୍ତମତା ନାହିଁ, ମଣିଷର ଶରୀର ଭିତରେ କିଛି ନାହିଁ, ଏମିତି ଲେଖି ଲେଖି 24 ପଦରେ ବୋଧେ ଲେଖା ହେଇଛି ବାଇବଲରେ। ରୋମିଓ ପୁସ୍ତକ 7 ପର୍ବର 24 ପଦରେ କଣ ଲେଖା ହେଇଛି? ଯିଏ ଜାଣିଛି ହାତ ଟେକନ୍ତୁ। ମୁଁ ଜାଣିଛି, ମୁଁ ନ ଦେଖିକି କହିପାରିବି କଣ ଲେଖା ହେଇଛି 24 ପଦ। ହୁଁ। ସଞ୍ଜୀବ ଭାଇ ଜାଣିଛ ନା ନାଇଁ? ଟୁନା ଭାଇ ନ ଦେଖିକିରି କୁହ କଣ ଲେଖା ହେଇଛି। ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ଏ ମୃତ୍ୟୁ ଶରୀର କିଏ ମତେ ଉଦ୍ଧାର କରିବ? କି ଶରୀର? ମୃତ୍ୟୁର ଶରୀର। ଦେନ ଗୋଟେ ମୃତ୍ୟୁର ଶରୀର ଠାରୁ କଣ ବାହାରି ଆସିବ? ମୃତ୍ୟୁର ଶରୀର ଠାରୁ ଖାଲି ପଚାଶଟା ଗନ୍ଧ, ଦୁର୍ଗନ୍ଧ ବାହାରେ। ଏବେ ପାଉଲ ନିଜର ଶରୀର ମାନେ କଣ? ଏ ମାଂସ ଗୁଡାକ ନାହିଁ, ଏ ନଖ ଜୀବ ନାହିଁ ଶରୀରର ଅର୍ଥ ଏଇଠି। ଏ ଜାଗାରେ ଶରୀରର ଅର୍ଥ ହଉଛି ବେସିକାଲି ଆମମାନେ ଆମ ଭିତରୁ ବାହାରୁଥିବାର ଆମର ମତ, ଆମ ଭିତରେ ବାହାରୁଥିବାର ଆମର ବୁଝାମଣା, କି ଆମ ଭିତରେ ବାହାରୁଥିବାର ଆମର ଚିନ୍ତାଧାରା, ଆମ ଭିତରେ ବାହାରୁଥିବାର ଆମର ନିଜର ସତ୍ୟତା, ନିଜର ଠିକ ବିଷୟ, ଏଇ ବିଷୟ ଗୁଡାକ ହଉଛି ସବୁଠାରୁ ମୃତ୍ୟୁର ବିଷୟ। ହେଲେ ସେ ପାଉଲ କହୁଛନ୍ତି, ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ଏ ମୃତ୍ୟୁର ଶରୀରରୁ ମତେ କିଏ ଉଦ୍ଧାର କରିବୁ? ଯଦି ପାଉଲ ଯଦି ଆବିଷ୍କାର କଲେ ମୃତ୍ୟୁର ଶରୀର, ଏବେ ଦାଉଦ ମଧ୍ୟ ଗୀତ ସଂହିତାରେ ସେ ନିଜେ କହୁଛନ୍ତି 41 ପର୍ବର 9 ପଦରେ କଣ ବୋଲି କହୁଛନ୍ତି? ଗୀତ ସଂହିତା 41 ପର୍ବ 9 ପଦରେ କଣ ଲେଖା ହେଇଛି? ଆମର ସଣ୍ଡେ ସ୍କୁଲ ପିଲାଙ୍କର ବାଇବଲ କୁଇଜ କମ୍ପିଟିସନ ହଉଛି। ତ ବର୍ତ୍ତମାନ ଆମେ ଆମର ଭାଇ ଭଉଣୀ ମାନଙ୍କର ମଧ୍ୟ ବାଇବଲ କୁଇଜ କମ୍ପିଟିସନ କରିବାକୁ ପଡିବ। ଏଇ ଯାକ ବର୍ଷ ବର୍ଷ ଧରିକି ଆମେ ବାକ୍ୟକୁ ଶୁଣିକି ଆସୁଅଛୁ। ଏ ବାକ୍ୟ ଯଦି ଆମ ପାଖରେ ଯଦି ସ୍ଥାପନ ହେବ ନାହିଁ, ତାହେଲେ କେମିତି ଆମେ ବଞ୍ଚି ପାରିବା? ଯାହା ମଧ୍ୟ ହୃଦୟରେ ବାକ୍ୟ ଅଛି, ସେ ବାକ୍ୟ ଆମକୁ ପଢେଇକି ନେବ, ସେ ବାକ୍ୟ ଆମକୁ ଆତ୍ମିକ ବୁଝାମଣାକୁ ଦେବ, ଆତ୍ମିକ ଚେତାକୁ ଦେବ। ଟୁନା ଭାଇ କୁହ, ସାରଙ୍ଗଡ଼ ଟୁନା ଭାଇ, ଗୀତ ସହିତ 41 ପର୍ବ 9 ପଦରେ ବାକ୍ୟ କଣ ଲେଖା ହେଇଛି? ଶୁଣିପାରୁଛ ନା ନାଇଁ? ଶୁଭୁ ନାହିଁ କି ଟୁନା ଭାଇ? ଅନମ୍ୟୁଟ କର। ଶୁଣୁଛି ପାଷ୍ଟର। କଣ ଲେଖା ହେଇଛି କୁହ? ହଁ ପାଷ୍ଟର। ଶୁଭୁ ନାହିଁ କିଛି। କାହିଁକି ମୁଁ ଏ ବିଷୟ ପଚାରୁଛି, କାହିଁକି ଏଇ ଯାକ ବେସିକ ବାକ୍ୟ ଯାକୁ ଆପଣଙ୍କ ହୃଦୟ ଭିତରେ ନିହାତି ରହିବା ଆବଶ୍ୟକ। ତ ଦାଉଦ ଏଇ ଜାଗାରେ କଣ ବୋଲି କହୁଛନ୍ତି ଗୀତ ସହିତ 41 ପର୍ବ 9 ପଦରେ? ହଁ, ମୋର ନିଜର ସୁରୁ ହୃଦୟ, ନିଜର ହୃଦୟ, ଯାହାକୁ ମୁଁ ହଁ ବିଶ୍ୱାସ କରେ। ନିଜର ହୃଦୟକୁ ସୁହୃଦ ମୋର ନିଜର ସେ ବିଶ୍ୱାସ କଲେ।
ସୁହୃଦୟ ମାନେ ଭଲ ମନ ନା ଖରାପ ମନ? ଭଲ ମନ। ଦେନ୍ ମୋର ନିଜର ଭଲ ମନକୁ ମୁଁ ଯେତେବେଳେ ବିଶ୍ୱାସ କଲି, ଯିଏ ମୋର ରୁଟି ଖାଇଲା ଲେଖା ହେଇଛି, ମୋର ସମସ୍ତ ରୁଟି ଖାଇଦେଲା, ଆଉ ସେ ମୋ ବିରୁଦ୍ଧରେ ତାର ନିଜର ଗୋଇଠି ଉଠେଇକି ମତେ ଆକ୍ରମଣ କରୁଛି। ଦେନ୍ କେତେ ଭୟଙ୍କର ବିଷୟ ଏଇଟା। ଜଣେ ଲୋକ ଯିଏକି ମତେ ମାରିବା ପାଇଁ ଗୋଡଉଛି, ଜଣେ ଲୋକ ମତେ ଆପଣ ଗୋଇଠି ଉଠେଇକି ସେ ଆଘାତ କରୁଛି, ଜଣେ ବ୍ୟକ୍ତି ଯିଏକି ମତେ ସବୁବେଳେ ହଇରାଣ କରୁଛି, ସେ ଲୋକ ସହିତ ମୋର ସମ୍ପର୍କ ଗଢି ପାରିବି। ଦାଉଦ କହୁଛନ୍ତି, ହଁ ମୋର ନିଜର ସୁରୁ ହୃଦୟ, ମୋର ଓନ୍ ହାର୍ଟ ମତେ ମୋର ସବୁ ଖୁସିର ରୋଟିକୁ, ଶାନ୍ତିର ରୋଟିକୁ, ସ୍ୱାଧୀନତା ରୋଟିକୁ, ମୋର ସମସ୍ତ ଶାନ୍ତିକୁ ସେ ଖାଇ ଦଉଛି, ଆଉ ସେ ମୋର ବିରୁଦ୍ଧରେ ଗୋଇଠି ଉଠଉଛି ତାର, ଯାହାକୁ ମୁଁ ବିଶ୍ୱାସ କଲି ବୋଲି କହୁଛି। ସେତେବେଳେ ଏଇ ହୃଦୟ କି ବର୍ତ୍ତମାନ କିଲାନଗର ଲୋକମାନଙ୍କୁ ବିଶ୍ୱାସ ନ କରିବା ପାଇଁ ଦାଉଦଙ୍କୁ ସାହାଯ୍ୟ କଲା। ଏ ହୃଦୟ କେବଳ ଏ ବୁଝାମଣା କେବଳ ବର୍ତ୍ତମାନ ଦାଉଦଙ୍କୁ ବନେଇ ପାରିଲା, ଯଦି ସେ କିଲାନଗରର ଉତ୍ତମତାକୁ, ମିଛ ଉତ୍ତମତାକୁ, କିଲାନଗର ଲୋକଙ୍କର କୌଣସି ଚିତ୍ତକୁ ସେ ବିଶ୍ୱାସ କରିପାରୁନାହାନ୍ତି। ମୁଁ କହିବାକୁ ଚାହୁଁଛି ଭାଇ ଭଉଣୀ, ଯେଉଁ ସମୟରେ ଆମମାନେ ସେଲ୍ଫ କନଫିଡେନ୍ସରେ ପରିପୂର୍ଣ୍ଣ ହେଇକି ଥାଉଛୁ, ଆମେ ଯେଉଁ ସାରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେଇକି ଥାଉଛୁ, ଆମକୁ ଯେଉଁ ସାରେ କୌଣସି ଆଦୌ ଲାଗୁନାହିଁ ଯେ ରିଏଲି ଏଇ ଦ୍ୱାରା ମୁଁ ଆଘାତପ୍ରାପ୍ତ ହେବି, ଆମେ ଯାହାକୁ ଭଲ ଲାଗୁଛି ଆମକୁ ବିଷୟ ଗୁଡାକ, ଯଦି ସେ ଭଲ ଲାଗିବା ବିଷୟ ହିଁ ଯଦି ଆମକୁ ଆଘାତ କରିବା ପାଇଁ ଯଦି ପଛଘୁଞ୍ଚା ଦଉନାହିଁ, ତାହେଲେ ଆମର ଜୀବନରେ ଆମେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ କଣ ଆମେ ଲକ୍ଷ୍ୟ ରଖିବା ଦରକାର, ଜାଣିବା ଦରକାର। ହଁ ହଁ ହଁ, କିଲାନଗର ଲୋକମାନଙ୍କ ସଦୃଶ ଆଜି ମୋର ଶରୀର ଭିତରେ ଥିବା ପ୍ରତ୍ୟେକ ବିଷୟ ଯାହାକୁ ମତେ ବେଶୀ ଭଲ ଲାଗୁଛି ଶୁଣିବା, ସେଥିପାଇଁ ମୁଁ ମୋ ନିଜର ସ୍ୱର ଶୁଣିବା ଯୋଗୁଁ ପରମେଶ୍ୱରଙ୍କର ମନର ମତବିଭକ୍ତ ହେଇପାରୁନାହିଁ, ମୁଁ ଈଶ୍ୱରଙ୍କ ବାକ୍ୟର ସହମତ ହେଇପାରୁନାହିଁ। ତ ଯେତେ ଅଧିକ ମୋର ହୃଦୟ ଭିତରେ ମୁଁ ପରମେଶ୍ୱରଙ୍କର ବାକ୍ୟର ଅନୁଗାମୀ ହେଇପାରିବି। ଯେତେବେଳେ ଏଇ ଦିନ କରି ଆମେ ହିତୋପଦେଶ ବାକ୍ୟକୁ ପଢୁଛୁ, ତ ଗତକାଲି ପର୍ଯ୍ୟନ୍ତ ଆମେ 27 ପର୍ବ ପର୍ଯ୍ୟନ୍ତ ପଢି ପହଞ୍ଚି ଅଛୁ। ତ ଯେତେବେଳେ କଣ୍ଟିନ୍ୟୁ ହିତୋପଦେଶ ବାକ୍ୟ ଭିତରେ ଆମେ ଧ୍ୟାନ କରୁଛୁ, ସେଠି ଅନେକ ଆବଶ୍ୟକ ଗୁରୁତ୍ୱ, ନିହାତି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡାକ ସେ ଜାଗାରେ ପ୍ରଭୁ ଆମକୁ ଦେବା ପାଇଁ ସେ ଲେଖିଛନ୍ତି ବାକ୍ୟ। ତ ରିଏଲି ମୁଁ କୋଉ ରାସ୍ତାରେ ଗଲେ ଆଶୀର୍ବାଦ ପାଇବି, ମୁଁ କଣ ଚିନ୍ତାଧାରା ରଖିଲେ ମୁଁ ବିନଷ୍ଟ ହେବି ନାହିଁ, ମୁଁ କୋଉ ପ୍ରକାର ଭାବରେ ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ ବଞ୍ଚିବା ଦରକାର, ଅନେକ ପ୍ରକାର ବିଷୟ ସେ ଜାଗାରେ ଲେଖା ହେଇଛି। ଗୋଟେ 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 ବାକ୍ୟ ଦ୍ୱାରା ପ୍ରଭୁ କଥାବାର୍ତ୍ତା କରୁଛନ୍ତି। ତ ଯେତେବେଳେ ଆମେ ଆଜି ମଧ୍ୟ ଏ ବାକ୍ୟକୁ ଦେଖୁଛୁ, ତ ଦି ପ୍ରକାର ବିଷୟକୁ ଏଠି କମ୍ପାରିଜନ କରାହେଇଛି। ଯଦି ଗୋଟେ ସ୍ତ୍ରୀ, ଏଠି ଲେଖା ହେଇଛି 23 ପଦରେ, ଯେ ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। ଦେନ୍ ଏଇ ଜାଗାରେ ଆମେ ଦେଖୁଛୁ ଯେ ଯଦି ଗୋଟେ ସ୍ତ୍ରୀ ଗୋଟେ ସ୍ତ୍ରୀକୁ ସେ ପୁରୁଷ ନେଇକି ଯଦି ସେ ବ୍ୟଭିଚାର କରୁଛି, ବଳାତ୍କାର କରୁଛି ସେ ବା ଶୟନ କରୁଛି, ତାହେଲେ 24 ପଦର ବାକ୍ୟ ଅନୁସାରେ ମାନେ ସେଇ ଦୁଇ ଜଣକୁ ବାହାର କରି ନଗର ଦ୍ୱାର ନିକଟକୁ ଆଣି ପ୍ରସ୍ତରଘାତ କରି ବଧ କରିବ। ତ ଏଠି ଲେଖା ହେଇଛି ଯେ ଏ ଦୁଇ ଜଣ ଯାକକୁ, ସ୍ତ୍ରୀ ଆଉ ସେ ପୁରୁଷକୁ ଦୁଇ ଜଣ ଯାକ ସେ ଜାଗାରେ ହତ୍ୟା କରାହବ। ଆଉ ତଳେ ଲେଖା ହେଇଛି 25 ପଦରେ ଲେଖା ହେଇଛି, ମାତ୍ର ଯେବେ କୌଣସି ପୁରୁଷ ବାଗ୍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେ ପୁରୁଷ କେବଳ ହତ ହେବ। ଏବଂ ମତେ ଦ୍ୱିତୀୟ ପର୍ଯ୍ୟାୟରେ ଲେଖା ହେଇଛି ଯେ ଯଦି ଗୋଟେ ସ୍ତ୍ରୀ ଲୋକ ଗୋଟେ ପୁରୁଷ ଯାଇକି ସେ କ୍ଷେତ୍ରରେ ବଳାତ୍କାର କରୁଛି ତାକୁ ନେଇକି, ତାହେଲେ ସେଇ ସମୟରେ କେବଳ ସେ ପୁରୁଷକୁ ମରାହବ, ସେ କନ୍ୟାକୁ ମରାହବ ନାହିଁ। ତ ଏ ବାକ୍ୟ ଆପଣ ସବୁ ଜାଣିଥିବେ। ତ ଗୋଟେ ବାକ୍ୟକୁ ମୁଁ ଦେଖେଇବି, ଏ ବାକ୍ୟର ରେଫରେନ୍ସକୁ କାଢିକି। ପ୍ରଥମ ଜହନ 1 ଯଦି ଆମେ ଖୋଲିବା, ଫାର୍ଷ୍ଟ ଏପିଷ୍ଟଲ ଅଫ ଜନ୍ ଯଦି ଆମେ ଖୋଲିବା, ତାହେଲେ ଆମେ ଗୋଟେ ବାକ୍ୟ ଦେଖିବା। ପ୍ରଥମ ଜହନ 1 ଆମେ ଦେଖିବା ଗୋଟେ ବାକ୍ୟ। ପ୍ରଥମ ଜହନ 1 3 ପଦ।
ଯାହା ଆମେ ମାନେ ଦେଖି ଅଛୁ ଓ ଶୁଣି ଅଛୁ ତାହା ତୁମମାନଙ୍କୁ ମଧ୍ୟ ଜଣାଉଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମମାନଙ୍କ ସହିତ ସହଭାଗିତା ହୋଇପାରେ। ଆଉ ଆମମାନଙ୍କର ସହଭାଗିତା ପିତା ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। ତ 3 ପଦରେ ସହଭାଗିତା ବିଷୟକୁ ନେଇକି ପ୍ରଭୁ କହୁଛନ୍ତି ଯେ ଯେପରି ତୁମମାନଙ୍କର ମଧ୍ୟ ଆମମାନଙ୍କ ସହିତ ସହଭାଗିତା ହେଇପାରେ। ତ ବର୍ତ୍ତମାନ ପରମେଶ୍ୱର ଏଇ ବାକ୍ୟ ଦ୍ୱାରା କହିବାକୁ ଚାହୁଁଛନ୍ତି ଯେ ପରମେଶ୍ୱରଙ୍କ ସହିତ ଆମର ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ଏଇ ଜାଗାରେ 23 ପଦରେ ଯୋଉ ଲେଖା ହେଇଛି ଯେ କୌଣସି ପୁରୁଷ ସ୍ତ୍ରୀକୁ ଯଦି ଶୟନ କରିବାର ଯଦି ଦୃଶ୍ୟ ଦେଖାଯାଏ ତାହେଲେ ସେଇଠି ସେ ପୁରୁଷକୁ ଆଉ ସ୍ତ୍ରୀକୁ ଦୁଇ ଜଣଙ୍କୁ ହତ୍ୟା କରାଯିବ। କାହିଁକି? ଏଇଠି ଆଉ ଟିକେ ଯଦି ଆମେ ଗୁରୁତ୍ୱପୂର୍ଣ୍ଣ ଦେବା ବାକ୍ୟକୁ ତାହେଲେ ଏ 24 ପଦ ଆଉ 25 ପଦ ଭିତରେ ଆମେ ଦିଟା ତଫାତକୁ ପାଇପାରିବା ଜାଗା। ଏଇଠି ଲେଖା ହେଇଛି 23 ପଦର ପ୍ରଥମ ଦ୍ଵିତୀୟ ଅଂଶରେ ଯେ ଏ ସ୍ତ୍ରୀ ଲୋକକୁ ଆଉ ଏ ପୁରୁଷକୁ ବା ସ୍ୱତନ୍ତ୍ର ସ୍ତ୍ରୀ ଲୋକକୁ କୋଉ ଜାଗାରେ ପାଇ ସେ ପୁରୁଷ ତାକୁ ନେଇକି ଯିବ ଲେଖା ହେଇଛି ନଗର ମଧ୍ୟରେ ଲେଖା ନାଇଁ ନଗର ମଧ୍ୟରେ। କିନ୍ତୁ 25 ପଦରେ ଦେଖିବା ଆମେ ଯଦି ଆମେ ତାହେଲେ 25 ପଦରେ ଲେଖା ହେଇଛି ମାତ୍ର ଯେବେ କୌଣସି ପୁରୁଷ ବାଗଦତ୍ତା କନ୍ୟାକୁ କୋଉଠି ଲେଖା ହେଇଛି କ୍ଷେତ୍ରରେ ପାଇ ଲେଖା ହେଇଛି। ତ ସେଇଠି ଗୋଟେ ସ୍ତ୍ରୀ ଯେ କି ନଗରରେ ଦେଖାଯାଉଛି ତାକୁ ଗୋଟେ ପୁରୁଷ ଆସିକି ସେ ଜୋର ଜବରଦସ୍ତ ତାକୁ ସେ ନେଇକି ଶୟନ କରୁଛି। ଆଉ ଗୋଟେ ସ୍ତ୍ରୀ ଯିଏକି ବର୍ତ୍ତମାନ କ୍ଷେତ୍ରରେ ଗୋଟେ ପୁରୁଷ ତାକୁ ପାଉଛି। ତ ଗୋଟେ ପଟେ ଯଦି ଆମେ ଚିନ୍ତା କରିବା ଏ ସ୍ତ୍ରୀ ଆଉ ଇଏ ନଗରରେ ଛିଡା ହେଇଥିବା ସ୍ତ୍ରୀ ଆଉ କ୍ଷେତ୍ରରେ ଛିଡା ହେଇଥିବା ସ୍ତ୍ରୀ ଭିତରେ କିଛି ଫରକ ନାହିଁ। ସେ ପୁରୁଷ ମଧ୍ୟ ଆସିକି ତାକୁ ବଳାତ୍କାର କରୁଛି ଆଉ ଇଏ ପୁରୁଷ ମଧ୍ୟ ଆସି ତାକୁ ଧରି ନେଉଛି। କିନ୍ତୁ କାହିଁକି ବର୍ତ୍ତମାନ ନଗର ମଧ୍ୟରେ ସ୍ତ୍ରୀ ଆଉ ପୁରୁଷକୁ ଦୁଇ ଜଣକୁ ହତ୍ୟା କରିବା ପାଇଁ କରାଯାଉଛି ଏଠି ଆଦେଶ ଦିଆଯାଉଛି, ଆଉ କିନ୍ତୁ ବର୍ତ୍ତମାନ ଏ ଜାଗାରେ କ୍ଷେତ୍ରରେ ପାଇବା ସ୍ତ୍ରୀକୁ ଛଡା ହବ 26 ପଦରେ ଲେଖା ହେଇଛି। କିନ୍ତୁ ସେ ପୁରୁଷକୁ କେବଳ ହତ୍ୟା କରାଯିବ। ତ ଭାଇ ଭଉଣୀ ମାନେ ଏଇ ଜାଗାରେ ପୁରୁଷର ଅର୍ଥ ଏଇ ଜାଗାରେ ଆମେ ବୁଝିପାରିବା ଯେ ସଦାବେଳେ ଶୈତାନ ଆମମାନଙ୍କ ଜୀବନକୁ ଆକ୍ରମଣ କରିବା ପାଇଁ ଚାହୁଁଛି। ଶୈତାନ ବିଭିନ୍ନ ପ୍ରକାର ମାଧ୍ୟମ ଆମମାନଙ୍କୁ ସେ ଆତ୍ମିକ ଜୀବନ ଠାରୁ ଅଲଗା କରିବା ପାଇଁ ପରମେଶ୍ୱର ବାକ୍ୟ ଠାରୁ ବିମୁଖ କରିବା ପାଇଁ ଅନେକ ଗୁଡିଏ ବିଷୟ ଦ୍ୱାରା ସେ ଆମମାନଙ୍କୁ ଆଘାତ କରିଥାଏ। କଣ ପାଇଁ? ସକାଳେ ଉଠିକି ଆମେ ବାକ୍ୟ ଶୁଣିବା ପାଇଁ ଚାହୁଁନୁ। ଆଉ ଆମ ମଣ୍ଡଳୀର ପ୍ରଥମ ନିୟମ ହଉଛି ଆମେ ସକାଳେ ଉଠିଲେ ଆମେ ମର୍ଣ୍ଣିଂ ଫେଲୋସିପରେ ଆମେ ଆଟେଣ୍ଡ କରୁଛୁ, ବାକ୍ୟ ଶୁଣୁଛୁ। ହଁ ବେଳେ ବେଳେ ଆମେ ଶୋଇ ପଡୁଛୁ, ମୁଁ ମଧ୍ୟ ପଡିଥାଉଛି, ବେଳେ ବେଳେ ଉଠି ପାରୁନାହିଁ, ଲେଟ୍ ଉଠୁଛି, କି ବେଳେ ବେଳେ ମୋର କଣ କାମ ଥିବ, ସେଟା ଅଲଗା କଥା। ଅଭ୍ୟସ୍ତ ଭାବରେ ଯଦି ଆମେ ସକାଳେ ଉଠିକି ଜଏନ କରୁନୁ ତାହେଲେ ଏଇଟା ବହୁତ ବଡ ସମସ୍ୟାର ଲକ୍ଷଣ, ଆତ୍ମିକ ସମସ୍ୟାର ଲକ୍ଷଣ। ସେଥିପାଇଁ ଯଦି ଆମେ ଏଇଟାକୁ ଦେଖିବା ତାହେଲେ ଏ ସ୍ତ୍ରୀ ଲୋକ ବର୍ତ୍ତମାନ ଯୋଉ ସ୍ତ୍ରୀ ଲୋକକୁ ନଗରରେ ପାଉଛନ୍ତି ସେଇ ସମୟରେ ସେ ସ୍ତ୍ରୀ ଲୋକକୁ ଆଉ ସେ ପୁରୁଷକୁ ଦୁଇ ଜଣ ଯାକ ହତ୍ୟା କରାଯିବ। ତ ଯେତେବେଳେ ଆମେ ଏଇ ବିଷୟକୁ ଭାବିବା ତାହେଲେ ପ୍ରଥମ ଜନ 1 ପଦରେ ଯଦି ଆମେ 6 ଆଉ 7 ପଦକୁ ମନେ ପକେଇବା, ମନେ ପକାନ୍ତୁ ସେ ବାକ୍ୟ। ଅନେକ ଥର ଆମେ ଏଇ ଜାଗାରେ ଏଇ ବାକ୍ୟକୁ ଆମେ ଶୁଣିଅଛୁ ଆଉ ଡିସ୍କସନ ବି କରୁଛୁ। ତ ସେଇଠି ଜାଗତିକ ଖ୍ରୀଷ୍ଟିଆନ ଲୋକମାନେ ଯୋଉମାନେ କି ଜାଗତିକ ମଣ୍ଡଳୀକୁ ଯାଉଛନ୍ତି, କି ଯୋଉମାନେ ନିଜକୁ ପାପୀ ବୋଲି ସ୍ୱୀକାର କରୁଛନ୍ତି ବା ଯାହା ପାଖରେ ସୁଷମାଚାର ନାହିଁ, ସେମାନେ ମଧ୍ୟ ସେମାନଙ୍କର ଜ୍ଞାନ ଅନୁସାରେ ବୁଦ୍ଧି ଅନୁସାରେ ସେମାନେ ଭାବୁଛନ୍ତି ଆଉ ଆମେ ପାପ କରିବା ଉଚିତ ନାହିଁ, ଆମକୁ ପାପରୁ ବଞ୍ଚିତ ହେବାକୁ ପଡିବ। କିନ୍ତୁ କେବେ ମଧ୍ୟ ସେମାନଙ୍କର ହୃଦୟ ଭିତରେ ସ୍ପଷ୍ଟ ଭାବରେ ସେମାନେ ସେ ଜ୍ଞାନକୁ ପାଇନାହାନ୍ତି, ଯୋଉ ଜ୍ଞାନରେ ସେମାନେ ଜାଣିପାରିବେ ଯେ ରିଏଲି ପାପର ସମସ୍ୟା ଆମେ ସମାଧାନ କରିବାର ରେସ୍ପନ୍ସିବିଲିଟି ଆମ ପାଖରେ ନାହିଁ, କିନ୍ତୁ ପାପର ସମସ୍ୟାକୁ ସମାଧାନ କରିବା ପାଇଁ କେବଳ ଯୀଶୁ ଖ୍ରୀଷ୍ଟଙ୍କର ଅଥରିଟି ଅଛି। ସେମାନେ କ୍ରମାଗତ ଭାବରେ ପ୍ରତ୍ୟେକ ବିଷୟକୁ ନିର୍ଭର କରିଥାନ୍ତି ନିଜ ଆଡକୁ। କେବଳ ସେମାନେ ନିଜ ଆଡକୁ ହିଁ ବିଷୟ ନିର୍ଭର କରିଥାନ୍ତି ସମସ୍ତ ବିଷୟ କରିବା ବିଷୟ, ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ ହଉ କି ତାଙ୍କ ପରିତ୍ରାଣ ବିଷୟ କି ହଉ, ପାଟିରେ ସେମାନେ ଯୀଶୁ କହିଥାନ୍ତି କିନ୍ତୁ ତାଙ୍କ ହୃଦୟରେ ସେମାନେ ସମସ୍ତ ବିଷୟର ଭାର ନିଜକୁ ନେଇଥାନ୍ତି। ସେମାନେ କାହିଁକି ଏ ନଗରରେ ଏ ସ୍ତ୍ରୀ ଲୋକକୁ ମଧ୍ୟ ମରାଯିବ ବୋଲି ଏଇ ଜାଗାରେ କୁହାଯାଇଛି, ଆଉ ଏ ପୁରୁଷ ଆଉ ସ୍ତ୍ରୀକୁ ଦୁଇ ଜଣଙ୍କୁ ମରାଯିବ। କିନ୍ତୁ
ଏ 25 ପଦରେ ଯଦି ଆମେ ଦେଖିବା ତାହେଲେ ମାତ୍ର ସେଇ କନ୍ୟା ପ୍ରତି ତମେ କିଛି କରିବ ନାହିଁ, ସେ କନ୍ୟା ଠାରେ ପ୍ରାଣଦଣ୍ଡର ଯୋଗ୍ୟ ପାପ ନାହିଁ। କାହିଁକି? 27 ପଦରେ ତାର ଉତ୍ତର ଲେଖା ହେଇଛି, ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାକୁ ପାଇଲା, ସେ ବାଗଦାତା କନ୍ୟା ଡାକ ପକେଇଲା, ତଥାପି ତାକୁ ରକ୍ଷା କରିବାକୁ କେହି ନଥିଲା। ହଁ, ବର୍ତ୍ତମାନ ଏ ସ୍ତ୍ରୀ ଯେତେବେଳେ ସେ ଜାଗାରେ ସମସ୍ୟାର ସମ୍ମୁଖୀନ କରୁଛି, ନଗରର ନଗରରେ ଥିବା ସ୍ତ୍ରୀ ମଧ୍ୟ ସମସ୍ୟାର ସମ୍ମୁଖୀନ କରୁଛି। ମୁଁ କହିବାକୁ ଚାହୁଁଛି ଆମ ଜୀବନକୁ ଶୈତାନ ଆକ୍ରମଣ କରିବା ପାଇଁ ଆସୁଛି। ଆମ ଜୀବନରେ ଶୈତାନ ଅନେକ ପ୍ରକାର ରାସ୍ତାରେ ସେ ମାଧ୍ୟମରେ ଆମକୁ ଠକିବାକୁ ଚାହୁଁଛି, ଆମର ଆତ୍ମିକ ଜୀବନକୁ ଡାମାଜ କରିବାକୁ ଚାହୁଁଛି, ଆମର ଆତ୍ମିକ ଜୀବନକୁ ସେ ହଇରାଣ କରିବାକୁ ଚାହୁଁଛି, ଆଉ ମଣ୍ଡଳୀ ସହିତ ସମ୍ପର୍କକୁ ଭାଙ୍ଗି ଦେବା ପାଇଁ ଚାହୁଁଛି। ତ ଏଇ ଜାଗାରେ ପୁରୁଷ ଯେଉଁ ସମୟରେ ସ୍ତ୍ରୀକୁ ବଳାତ୍କାର କରିବା ପାଇଁ ନିଷ୍ପତ୍ତି ନେଇକି ଆସୁଛି, ତ ଏଇଟା ନ୍ୟାଚୁରାଲ ବିଷୟ ଯେ ଶୈତାନ ଆମ ପାଖକୁ ଆସିକି ଆମକୁ ହଇରାଣ କରିକି ଆମକୁ ଅନେକ ଗୋଟେ ସମସ୍ୟାରେ ପକେଇବା ପାଇଁ ଚାହୁଁଛି ସେ। କିନ୍ତୁ ଏଠି ସେଇଟା ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ଏ ନଗର ମଧ୍ୟରେ ସ୍ତ୍ରୀ କାହିଁକି ମରାଯିବା ପାଇଁ ଆଦେଶ ମିଳୁଛି ଆକୁ। ପ୍ରଥମ ଜିନିଷ ତ ଇଏ ନଗର ମଧ୍ୟରେ ଅର୍ଥ ହଉଛି କଣ? ଇଏ କ୍ଷେତ୍ର ଆଉ ନଗର ଭିତରେ ଅର୍ଥ ହଉଛି ଜାଗାରେ ଏ କ୍ଷେତ୍ରରେ ପାଇବା ସ୍ତ୍ରୀର ଅର୍ଥ ହଉଛି ଏଇ ଜାଗାରେ ମଣ୍ଡଳୀ ଭିତରେ ପାଇବାର ସମସ୍ୟାର ଲୋକମାନେ, ବା ଯୋଉମାନେ କେତେ ଲୋକ ଅଛନ୍ତି ଯୋଉମାନେ କି ମଣ୍ଡଳୀ ଭିତରେ ତାଙ୍କର ହୃଦୟ ଅଛି ଫିର ବି ସେମାନେ ସମସ୍ୟାର ସମ୍ମୁଖୀନ କରୁଛନ୍ତି। କିନ୍ତୁ କେତେ ଲୋକ ଅଛନ୍ତି ଯୋଉମାନେ କି ମଣ୍ଡଳୀ ବାହାରେ ଯୋଉମାନେ ଅଛନ୍ତି, ହୃଦୟ ଯାହାର ମଣ୍ଡଳୀ ବାହାରେ ଅଛି। ଏଇଟା ହଉଛି ଗୋଟେ ସଠିକ ଉତ୍ତର, ସଠିକ ଭାବରେ ବୁଝାମଣା ପାଇପାରିବା ଯେ ଯୋଉ ସମୟରେ କି ସ୍ତ୍ରୀକୁ ନଗର ମଧ୍ୟରେ ସିଟିରେ ଲେଖା ହେଇଛି, ତ ନଗରରେ ପାଇଲା ସଦୃଶର ଅର୍ଥ ହଉଛି ଯେଉଁ ସାରା ମାନେ ଆମର ହୃଦୟ ଭିତରେ ମଣ୍ଡଳୀ ବାହାରେ ଥାଉଛି, ଆମ ହୃଦୟ ଭିତରେ ପ୍ରଭୁଙ୍କ ଦାସ ନଥାଉଛନ୍ତି, ସମ୍ପର୍କ ନାହିଁ ଆମ ଭିତରେ, ବାକ୍ୟର ପ୍ରବାହିତର ଜୀବନ ନାହିଁ। ତ ସେଇ ସମୟରେ କଣ ହବ ଯେ ଇଏ ସ୍ତ୍ରୀ ଲୋକ ଡାକ ପକେଇ ପାରୁନାହିଁ। ଆମେ ଅନେକ ବିଷୟକୁ ଏଇ ଜାଗାରେ ଆମେ ଆବିଷ୍କାର କରିପାରିବା। ଏ ସ୍ତ୍ରୀ ଲୋକ କାହିଁ ଡାକ ପକଉନାହିଁ? ସେଇଠି ଗୋଟେ ଲୋକ ଅଛି ଯୋଉ ଲୋକ କି ପରମେଶ୍ୱରଙ୍କ ପାଖକୁ ସେ ଡାକ ପକଉଛି, ଏ ପ୍ରଭୁ ମତେ ସାହାଯ୍ୟ କର। ତ ମତେ ପ୍ରଭୁ ସାହାଯ୍ୟ କରର ଅର୍ଥ କଣ? ଅର୍ଥ ହଉଛି ମୁଁ କେବେ ମଧ୍ୟ ନିଜ ପାଇଁ ଏ ସମସ୍ୟା ସମାଧାନ କରିପାରିବି ନିଜ ଦ୍ଵାରା। ଯଦି ଏ ଡାକ ପକଉନାହିଁ ତାର ଅର୍ଥ ହଉଛି ନିଜକୁ ଟ୍ରଷ୍ଟ କରୁଛି। ଯଦି ସେ ଡାକ ପକଉନାହିଁ ତାର ଅର୍ଥ ହଉଛି ନିଜକୁ ବିଶ୍ୱାସ କରୁଛି ମୁଁ କରିପାରିବି ବୋଲି। ଯଦି ସେ ଡାକ ପକଉନାହିଁ ତାର ଅର୍ଥ ହଉଛି ତାର ସମ୍ପର୍କ ନାହିଁ ଯୋଉ ସ୍ଥିତିରେ ସେ ସାହାଯ୍ୟ ମାଗିପାରିବ। ନଗର ମଧ୍ୟରେ ସ୍ତ୍ରୀର ଡାକ ନ ପକେଇବାର ଆଉ ନଗର ମଧ୍ୟରେ ଯୋଉ ବଞ୍ଚିବାର ସ୍ତ୍ରୀର ଅର୍ଥ ହଉଛି ଜାଗାରେ ଯୋଉ ସମୟରେ ଆମେ ବାକ୍ୟ ଦୂରରେ ବଞ୍ଚୁଛୁ, କି ଯେଉଁ ସାରା ଆମେ ମଣ୍ଡଳୀ ଠାରୁ ଦୂରରେ ବଞ୍ଚୁଛୁ, ଯେଉଁ ସାରା ମୋ ପାଖରେ ପରମେଶ୍ୱର ଦାସଙ୍କର ହୃଦୟର ପ୍ରଭାବିତର ଜୀବନ ନାହିଁ, ସେ ସମୟରେ ମତେ ଯେଉଁ ସାରା ଶୈତାନ ଆକ୍ରମଣ କରିବ ମୁଁ କିଛି ମଧ୍ୟ କରିପାରିବି ନାହିଁ। କିନ୍ତୁ ତଳେ କ୍ଷେତ୍ରରେ ସ୍ତ୍ରୀ ମଧ୍ୟ ସମାନ ନଗରର ସ୍ତ୍ରୀ ସଦୃଶ। ୟାକୁ ମଧ୍ୟ ସମସ୍ୟା ଆସିଲା, ତାକୁ ବି ସମସ୍ୟା ଆସିଲା, କିନ୍ତୁ ନଗର ମଧ୍ୟର ସ୍ତ୍ରୀ ମାରିବ ନାହିଁ ବୋଲି ଲେଖା ହେଇଛି। କାହିଁକି? କାରଣ ଏ ଡାକ ପକଉଛି ଲେଖା ହେଇଛି, ତା ସହିତ ଏ କ୍ଷେତ୍ରରେ ଥିଲା ଅର୍ଥ ହଉଛି ସେ ମଣ୍ଡଳୀ ଭିତରେ ଥିଲା। ତ ଆମେ ଯୋଉ ସର ମଣ୍ଡଳୀ ସହିତ ସଂଯୁକ୍ତ ହେଇକି ବଞ୍ଚୁଛୁ, ଶୈତାନର ପ୍ରଲୋଭନ, ଶୈତାନ ଅନେକ ଠକାମି, ଶୈତାନ ଆମକୁ ଯେତେ ହଇରାଣ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଆମେ ଯଦି ମଣ୍ଡଳୀ ସହିତ ଜଡିତ ହେଇକି ଥାଉଛୁ, ଯେମିତି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଆମ ପାଇଁ କାମ କରୁଛି, ଆମର ଅଜାଣତରେ ଇମ୍ୟୁନିଟି ପାୱାର ଆମକୁ ସାହାଯ୍ୟ କରୁଛି, ଆମ ପାଇଁ କାମ କରୁଛି, ଶରୀରରେ ଯେପରି ଜୀବାଣୁ ପ୍ରବେଶ କରିକି ଆକ୍ରମଣ ନ କରୁ। ଠିକ ସେଇ ପ୍ରକାର ଭାବରେ କ୍ଷେତ୍ର ଭିତରେ ବଞ୍ଚିବାର ଅର୍ଥ ହଉଛି ମୁଁ ଯୋଉ ସାରା ମଣ୍ଡଳୀ ଭିତରେ ମଣ୍ଡଳୀ ମତେ ଧରିଛି, ସେଇ ସମୟରେ କଣ ହବ? ମୁଁ ଡାକ ପକେଇବି ଅର୍ଥ ହଉଛି ମୁଁ ସହଭାଗିତା ମାଗିବି, ମୁଁ ମଣ୍ଡଳୀକୁ ସହଭାଗିତା ମାଗିବି ଯେ ମୁଁ ଏ ସମସ୍ୟାକୁ ସମାଧାନ କରିପାରୁନି, ମୁଁ ଏଇ ଦିନକର ଏଇ ପ୍ରକାର ବିଷୟରେ ମୁଁ ପଡିଯାଇଛି, ମତେ ଉଦ୍ଧାର କରାଯାଉ, ମତେ ସାହାଯ୍ୟ କରାଯାଉ। ଆଉ ମତେ ସେ ସାହାଯ୍ୟ କଲେ ମୁଁ ରାସ୍ତା ପାଇବି, ସମାଧାନ ପାଇବି। ତ ବାଇବଲ ଆମକୁ 23 ପଦରୁ 36 ପଦ ଭିତରେ ଦୁଇ ପ୍ରକାର ସ୍ପିରିଚୁଆଲ ଡେଲି ସ୍ପିରିଚୁଆଲ ଲାଇଫ ର ସ୍ଥିତିକୁ ଆମକୁ ଦେଖଉଛି। ପ୍ରଥମ ଭାଗରେ 23-24 ପଦର ବାକ୍ୟରେ ଯଦି ଆମେ ଦେଖିବା ତାହେଲେ ଏ ସ୍ପିରିଚୁଆଲ ଲାଇଫ ଆଦୌ ସଠିକ ଆତ୍ମିକ ଜୀବନ ନାହିଁ। ଏ ନଗର ମଧ୍ୟରେ ପାଇବାର ସ୍ତ୍ରୀକୁ କାହିଁ ମାରିବାକୁ କହୁଛନ୍ତି? କାରଣ ୟା ଭିତରେ ପରମେଶ୍ୱରଙ୍କର ବାକ୍ୟର ପ୍ରବାହିତ ଜୀବନ ନାହିଁ। ଆମେ ଜାଣିପାରିବା ଜାଗାରେ ଯାହା ପାଖରେ ପ୍ରଭୁଙ୍କର ସହିତ ଜଡିତ ଜୀବନ ଯାପନ ବିତଉ ନାହିଁ,
ସେଥିପାଇଁ ସେ ନିଜେ ଯୁଦ୍ଧ କରୁଛି, ନିଜେ ସେ କହୁଛି ଭାବୁଛି ମୁଁ କରିପାରିବି, ଏ କାହିଁ ଡାକ ପକଉନାହିଁ? ଚର୍ଚ୍ଚ ଭିତରେ ଆମକୁ ଡାକ ପକେଇବା ପାଇଁ ପ୍ରଭୁ ଆମକୁ କେବଳ ମନା କରୁନାହାନ୍ତି। ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି ତମେ ତମର ସମସ୍ତ ବିଷୟ, ସମସ୍ତ ଭାର ମୋ ନିକଟକୁ ତମେ ଆଣ, ତମେ ସମସ୍ତ ବିଷୟ ମତେ ଜଣାଅ, ତାହେଲେ ମୁଁ ତମର ସବୁ ବିଷୟକୁ ସମାଧାନ କରିଦେବି। ଯଦି ଆମେ ସ୍ତ୍ରୀ ଲୋକ ସଦୃଶ ନଗର ମଧ୍ୟରେ ବଞ୍ଚିବା ସଦୃଶ ଯଦି ଆମେ ଆମକୁ ନେଇକି ବଞ୍ଚିବା, ନିଜକୁ ନେଇକି ଯଦି ଆମେ ନିର୍ଭର କରିକି ବଞ୍ଚୁଛୁ, ତାହେଲେ ଯୋଉ ସମୟରେ ପୁରୁଷ ଆସୁଛି ବା ଯୋଉ ସମୟରେ ଆମକୁ ଶୈତାନ ଠକିବା ପାଇଁ ଆମ ପାଇଁ ହଇରାଣ କରିକି ଆମକୁ ହଇରାଣ କରିବା ପାଇଁ ଆସୁଛି, ଯଦି ଆମ ପାଖରେ ସେଇଠି ଏକ୍ସପିରିଏନ୍ସ ନାହିଁ, ଏବେ କିଲା ନଗର ଲୋକମାନଙ୍କୁ ଦେଖିକି ଦାଉଦ ସନ୍ତୁଷ୍ଟ ହେଇପାରୁନାହାନ୍ତି। ଯଦି ଦାଉଦ ପାଖରେ ଅନେକ ଗୁଡେ ଶାରୀରିକ ଭାବରେ ବିଶ୍ୱାସ ଆସିପାରେ, ଏକ୍ସପିରିଏନ୍ସ ଆସିପାରେ, ଆରେ ଏ ଲୋକକୁ ମୁଁ ଏତେ ସାହାଯ୍ୟ କରି ଲୋକମାନଙ୍କୁ, ଆଉ ଏ ଲୋକମାନେ କଣ ମତେ ସାହୁଲଙ୍କ ହସ୍ତରେ ସମର୍ପଣ କରିବେ କି? ନାଇଁ ମତେ ଲାଗୁନାହିଁ। ଦାଉଦ ଏମିତି ଭାବୁନାହାନ୍ତି। ଦାଉଦ ପ୍ରଭୁକୁ ପଚାରୁଛନ୍ତି, ଦାଉଦ ଡାକରା ପକଉଛନ୍ତି, ପ୍ରଭୁ ପ୍ରଭୁ ଏ କିଲା ନଗର ଲୋକମାନେ କଣ ମତେ ସାହୁଲଙ୍କ ହସ୍ତରେ ସମର୍ପଣ କରିବେ? ହଁ କରିବେ, ତୁ ସେଠୁ ପଳା ବୋଲି ପ୍ରଭୁ କହୁଛନ୍ତି। ତ ପ୍ରତ୍ୟେକ ସ୍ଥିତିରେ ଯଦି ଆମେ ପ୍ରଭୁଙ୍କୁ ପଚାରିବା, ମଣ୍ଡଳୀକୁ ପଚାରିବା, ଯୋଉ ସାର୍ ଆମେ ଡାକ ପକଉଛୁ ସେ ସମୟରେ ସାହାଯ୍ୟ ଆସିବ ବା ପରସ୍ପର ସାହାଯ୍ୟ କରିବ। ଯଦି ଆମେ ନିଜର ହୃଦୟ ଭିତରେ ଯଦି ଆମେ ନିଜକୁ ବିଶ୍ୱାସ କରିବାର ମାପଦଣ୍ଡକୁ ଯଦି ନେଇକି ବଞ୍ଚୁଛୁ, ଏଇ ନଗର ମଧ୍ୟରେ ବଞ୍ଚିବାର ସ୍ତ୍ରୀ ସଦୃଶ ଆମେ କେବଳ ଡାକ ପକେଇ ପାରିବା ନାହିଁ, ଆମେ କେବଳ ପ୍ରଭୁଙ୍କ ଠାରୁ ସାହାଯ୍ୟ ପାଇବା ପାଇଁ ଚାହିଁବା ନାହିଁ, ଆମେ ନିଜର ଜ୍ଞାନ ନିଜର ବୁଦ୍ଧିକୁ ନେଇକି ଆମେ ବଞ୍ଚିବାକୁ ଚେଷ୍ଟା କରିବା। ତ ଆମେ ଲାଷ୍ଟରେ ମୁଁ ସରେଇବି ତା ପୂର୍ବରୁ ହିତୋପଦେଶର ବାକ୍ୟ ଯାହା ପଢୁଛୁ ଆମେ ଏଇ ଦିନ କରି ମୁଁ ଗୋଟେ ବାକ୍ୟକୁ ଦେଖିବାକୁ ଚାହୁଁଛି। ହିତୋପଦେଶର 36 ପର୍ବ ଅ ଏଠି ଗୋଟେ ବାକ୍ୟକୁ ମୁଁ ଦେଖେଇବି। ହଁ, 17 ପଦର କି ବାକ୍ୟ ପଢିବେ କି? 17 ପଦ, ହିତୋପଦେଶ 27 ପର୍ବର 17 ପଦ କିଏ ପଢିବ? ପଢନ୍ତୁ। ଆଇଲେ? ଯେପରି ଲୁହା ଲୁହାକୁ ସତେଜ କରେ, ସେହିପରି ମନୁଷ୍ୟ ଆପଣା ବନ୍ଧୁର ମୁଖ ସତେଜ କରେ। ହଁ, ଯେପରି ସରି ମୁଁ କେତେ କହିଲି? 17 ନାଇଁ, 19 ପଦ, ସରି 19 ପଦ, 19, 19 ପଦ ପଢନ୍ତୁ। ଯେପରି ଜଳ ମୁଖକୁ ହୁଁ। ଯେପରି ଜଳ ମୁଖକୁ ମୁଖ ଦେଖାଏ। ଯେପରି ଜଳ ମୁଖ, ସେହିପରି ହୃଦୟ ମନୁଷ୍ୟକୁ ଦେଖାଏ। ହଁ, ଜଳ ଆଗରେ, ପାଣି ଆଗରେ ଆମେ ମୁହଁକୁ ଯେମିତି ଦେଖିପାରୁଛୁ, so a man shall reveals the man। ଯେତେବେଳେ ଆମମାନେ ଏ ଦାଉଦଙ୍କର ହୃଦୟର ଦୁନିଆ ବିଷୟରେ ଯଦି ଚିନ୍ତା କରିବା, ତାହେଲେ ଏଇଟା ବହୁତ ଆଶ୍ଚର୍ଯ୍ୟ ବିଷୟ। ଦାଉଦ କେବେ ମଧ୍ୟ ପ୍ରଭୁଙ୍କୁ ପଚାରି ପାରିବେ ନାହିଁ ଯୋଉ ସ୍ଥିତିରେ କି ଦାଉଦ ନିଜକୁ ଟ୍ରଷ୍ଟ କରୁଛନ୍ତି। ଏଇ ଜାଗାରେ ମୁଁ ଗୋଟେ ପଏଣ୍ଟକୁ ବାହାର କରିବାକୁ ଚାହୁଁଛି ଯେ ପରମେଶ୍ୱରଙ୍କୁ ଯେତେବେଳେ ସେ ପଚାରୁଛନ୍ତି କିଲାନଗର ଲୋକଙ୍କ ବିଷୟରେ, ପ୍ରଥମ ଜିନିଷ ଜାଣିପାରିବେ ଅଲିମା କିଏ ସାଉଣ୍ଡ ହଉଛି। ତ ଯେତେବେଳେ ଦାଉଦ ପ୍ରଥମେ ଈଶ୍ୱରଙ୍କୁ ପଚାରିଲା ପୂର୍ବରୁ ଦାଉଦଙ୍କ ଭିତରେ କଣ ଅଛି, ସେ ନିଜର ସ୍ୱରକୁ ଶୁଣୁନାହାନ୍ତି, କି ନିଜର ସେନ୍ସକୁ ନେଇକି ସେ ରିଆକ୍ଟ କରୁନାହାନ୍ତି। ଯଦି ଏଇ ଜାଗାରେ ଦେଖାଯାଉଛି, ଲେଖା ହେଇଛି ଯେ ଯେପରି ଜଳ ମୁଖକୁ ଜଳ ଦେଖାଏ, ଯେପରି ଜଳ ମୁଖକୁ ମୁଖ ଦେଖାଏ, ସେପରି ହୃଦୟ ମନୁଷ୍ୟକୁ ମନୁଷ୍ୟ ଦେଖାଏ। ହେଲେ ଯେତେବେଳେ ଆମମାନେ ଅ ନିଜକୁ ଦେଖିବା ପାଇଁ ଚାହୁଁଛୁ, ତାହେଲେ ଆମମାନେ ଅନ୍ୟର ଦୋଷ, ଅନ୍ୟର ଭୁଲକୁ ଆମେ ଆକ୍ଷେପ କରିଥାଉ ଅଭ୍ୟସ୍ତ ଆମେ। ଯେତେବେଳେ ଅନ୍ୟର କୌଣସି ଦୁର୍ବଳତା କି ଅନ୍ୟର ଭୁଲ ଦ୍ଵାରା କଣ ମୁଁ ସକ୍ଷମ, ତାହା ମୋ ଭିତରେ ଦେଖିବା ପାଇଁ ମୁଁ ମଧ୍ୟ ଆବଶ୍ୟକ। ପ୍ରକୃତରେ ଯେଉଁ ସାର ମୁଁ ବିଚାର କରୁଛି,
ଶାରୀରିକ ଭାବରେ ଜଣଙ୍କର ଦୁର୍ବଳତାକୁ, ଜଣଙ୍କର ଅଭାବ ବିଷୟକୁ, ଜଣଙ୍କର ନ ଜାଣିବା ବିଷୟ ହଉ କି ଯେକୌଣସି ବିଷୟ ହଉ ଶରୀର ଭାବରେ ବାହାରୁଛି। ମୋ ପାଖରେ ସିଷ୍ଟମ ଅଛି କି ତା ମୁଁ ଯେତେବେଳେ ମୁଁ କହୁଛି ଏ ପ୍ରକାର ବିଷୟ ଠିକ ନାହିଁ, ଏମିତି କାହିଁକି ସେ ସେମିତି ବଞ୍ଚୁଛି କି ସେମିତି କରୁଛି, ତା ସହିତ ସମାନ ଗ୍ରେଡରେ ସମାନ ମାପଦଣ୍ଡରେ ମୁଁ ନିଜକୁ ମଧ୍ୟ ପାଇପାରିବି। ସର୍ତ୍ତ ଲେଖା ହେଇଛି ଜାଗା ସେମିତି। ଜଳ ଯେପରି ମୁଖକୁ ଦେଖଉଛି, ସେ ମଣିଷର ହୃଦୟ ମଣିଷକୁ ଦେଖେଇବ। ହେଲେ ମୁଁ ଏଇ ଜାଗାରେ ବହୁତ ଆଶ୍ଚର୍ଯ୍ୟ ଆଉ ବେଶୀ ଧନ୍ୟବାଦ ବିଷୟ ଏଇ ଜାଗାରେ ଦାଉଦଙ୍କର ମୁଁ ଦେଖୁଛି ଯେ ଦାଉଦ କେବେ ମଧ୍ୟ ନିଜକୁ ବିଶ୍ୱାସ କରୁନାହାନ୍ତି। ସେଥିପାଇଁ ସେ ପ୍ରଭୁଙ୍କୁ ସେ କହୁଛନ୍ତି, ପଚାରୁଛନ୍ତି। ନା କିଲା ନଗର ଲୋକକୁ ସେ ବିଶ୍ୱାସ କରୁଛନ୍ତି, ନା ନିଜକୁ ସେ ବିଶ୍ୱାସ କରୁଛନ୍ତି। ଆମେ ସେଥିପାଇଁ ସେ ପ୍ରଭୁଙ୍କୁ ପଚାରୁଛନ୍ତି। ଆଜି ମୁଁ ଲୋକମାନଙ୍କୁ ବିଶ୍ୱାସ କରିପାରୁନି। ବିଶ୍ୱାସ ନ କରିବାର ଅନେକ ସର୍ତ୍ତ ଅଛି। ସେ ସେମିତିଟା, ମତେ ତାକୁ ବିଶ୍ୱାସ ନାହିଁ ରେ ଭାଇ। ସିଏ ସେମିତିଟା, ମତେ ତା ଆଡକୁ ମତେ ଭରସା ଲାଗୁନାହିଁ। ଯେ ସମାନ ଭାବରେ ସମାନ ପରିମାଣରେ ମୁଁ କଣ ନିଜକୁ ସେମିତି ଭାବି ପାରିବି ଯେ ମୁଁ ମଧ୍ୟ ସକ୍ଷମ ନାହିଁ, ମୋ ପାଖରେ ସର୍ତ୍ତ ନାହିଁ ନିଜକୁ ବିଶ୍ୱାସ କରିବା ପାଇଁ। ସେହି ସମୟରେ ମୁଁ ପ୍ରଭୁଙ୍କୁ ବିଶ୍ୱାସ କରିପାରିବି। ସେହି ସମୟରେ ମୁଁ ପ୍ରଭୁଙ୍କୁ ପଚାରି ପାରିବି ଯେ ପ୍ରଭୁ ମତେ ତମେ କୁହ ମୁଁ କଣ କରିବା ଆବଶ୍ୟକ, ମୁଁ କୁଆଡେ ଯିବା ଦରକାର। ସେଥିପାଇଁ ଏଇ ଜାଗାରେ ଆମେ ପାଇପାରୁଛୁ ଏ ନଗର ମଧ୍ୟ, ଏ ନଗର ମଧ୍ୟରେ ସ୍ତ୍ରୀ ଲୋକ ପାଟି କରୁନାହିଁ, ସେ ସାହାଯ୍ୟ ମାଗୁନାହିଁ, କାରଣ ସେ ନିଜକୁ ଟ୍ରଷ୍ଟ କରୁଛି। ଶୈତାନ ଆମକୁ ହଇରାଣ କଲା ସମୟରେ ଆମେ କେବେ ମଧ୍ୟ ନିଜକୁ ସଠିକ ଭାବରେ ଭାବିବା ଉଚିତ ନାହିଁ ଯେ ମୁଁ ନିଜେ ଜଣେ ଏ ବିଷୟକୁ ମ୍ୟାନେଜ କରିପାରିବି। ମଣ୍ଡଳୀର ସାହାଯ୍ୟ, ପରମେଶ୍ୱର ଦାସଙ୍କର ସହାୟତା ହଉ କି ବାକ୍ୟର ଅନୁଗ୍ରହ ହଉ କି ଆମର ଭାଇ ଭଉଣୀ ମାନଙ୍କ ସହିତ ସହଭାଗିତା ଦ୍ଵାରା ହଉ, ପରମେଶ୍ୱରଙ୍କ ଦ୍ଵାରା ଆସୁଥିବା ବିଷୟ ଦ୍ଵାରା ହିଁ ଆମେ ସାହାଯ୍ୟ ପାଇପାରିବା ଶୈତାନକୁ ଦମନ କରିବା ପାଇଁ। ଏ କ୍ଷେତ୍ର ଭିତରେ ସ୍ତ୍ରୀ ଲୋକକୁ ପରମେଶ୍ୱର ମାର ନାହିଁ ବୋଲି କହୁଛନ୍ତି, କାରଣ ଇଏ ଡାକ ପକଉଛି। ସେଥିରେ ତାର ହୃଦୟ ଭିତରେ ସେ ପ୍ରଭୁଙ୍କୁ ସେ ସମର୍ପଣ କରୁଛି। ମଧ୍ୟ ଦାଉଦ ପ୍ରଭୁଙ୍କୁ ଡାକ ପକଉଛନ୍ତି, ପଚାରୁଛନ୍ତି, ସେ ସବୁ ପରମେଶ୍ୱର ତାକୁ ଉତ୍ତର ଦଉଛନ୍ତି। ତେଣୁକରି ଆମେ ମଧ୍ୟ ଯେଉଁ ସମୟରେ ପ୍ରତ୍ୟେକ ବିଷୟରେ ନିଜକୁ ଚିହ୍ନିବା ଯେ ଆମେ କେଉଁ ଭରସା ଯୁକ୍ତ ଲୋକ ନୁହଁ, ସେଇ ସମୟରେ ଆମେ ପ୍ରଭୁଙ୍କୁ ପଚାରି ପାରିବା ସମସ୍ତ ବିଷୟରେ। ଆଉ ପ୍ରଭୁ ସେ ସମୟରେ ଆମମାନଙ୍କୁ କଥା ହେବେ, ପ୍ରଭୁ ସେ ସମୟରେ ଆମକୁ ପଢେଇକି ନେବେ, ପ୍ରଭୁ ସେ ସମୟରେ ଆମକୁ ଆଗକୁ ନେଇଯିବେ। ଏତିକି ମୁଁ ଆଜି କହିବି, ସମୟ ହେଇଗଲା। ହଁ, ପ୍ରାର୍ଥନା କରିବା। ପରମେଶ୍ୱର ଧନ୍ୟବାଦ ଦଉଛୁ, ତୁମେ ଆଜି ମଧ୍ୟ ତୁମେ ଅନୁଗ୍ରହ ଦେଲ ପ୍ରଭୁ, ଯେପରି ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିପାରିବୁ। ଯଦିଓ ସେଠି ଅନେକ ଗୁଡିଏ ଦୁର୍ବଳତା ଅଭାବ ବିଷୟରେ ଆମେ ପରିପୂର୍ଣ୍ଣ ହେଇକି ଅଛୁ, ଆମ ପାଖରେ ଅନେକ ଅଜ୍ଞାନତା ବିଷୟ ଅଛି ପ୍ରଭୁ, କିନ୍ତୁ ତୁମର ମଣ୍ଡଳୀ ଦ୍ଵାରା, ତୁମ ଦାସ ମାନଙ୍କ ଦ୍ଵାରା, ତୁମ ବାକ୍ୟ ଦ୍ଵାରା ତୁମେ ଆମକୁ ପଢିକି ନଉଛ। ଆଜି ଆମେ ଯେତେବେଳେ ଦେଖୁଛୁ ଦାଉଦଙ୍କର ପ୍ରଭୁ ଆତ୍ମିକ ଜୀବନର ଅପ୍ରଭୁ, ଯେତେବେଳେ ଆମେ ଶୁଣୁଛୁ, ସେ କେବେ ମଧ୍ୟ ଦେଖୁଥିବା ବିଷୟ ଦ୍ଵାରା, ଦେଖୁଥିବା ଉତ୍ତମ ପରିସ୍ଥିତି ଦ୍ଵାରା ଧରା ଯାଉନାହାନ୍ତି, ମାତ୍ର ସେ ପ୍ରଭୁଙ୍କୁ ସେ ପଚାରୁଛନ୍ତି, ପ୍ରଭୁଙ୍କର ଇନକ୍ୱାରି କରୁଛନ୍ତି। ପ୍ରଭୁ ଯୋଉ ସ୍ତ୍ରୀ ଲୋକ ନଗର ମଧ୍ୟରେ ଦେଖାଗଲା, ଆଉ ଯୋଉ ସ୍ତ୍ରୀ ଲୋକ କ୍ଷେତ୍ର ମଧ୍ୟରେ ଅଛି, ପ୍ରଭୁ ବାହିକ ଭାବରେ ପ୍ରଭୁ ଦେଖାଯାଉଛି କିଛି ମଧ୍ୟ ସମାନ ଭାବରେ, କିନ୍ତୁ ପ୍ରଭୁ ଜଣେ ଡାକ ପକଉଛି ଆଉ ଜଣେ ଡାକ ପକଉନାହିଁ। ଯୋଉ ସାରା ଆମେ ପ୍ରଭୁଙ୍କୁ ପଚାରୁଛୁ, ଯୋଉ ସାରା ଆମ ଚର୍ଚ୍ଚକୁ ଆମେ ଆସିକି ଆମେ ମଣ୍ଡଳୀର ସହାୟତା ପାଉଛୁ, ଯୋଉ ସାରା ଆମର ହୃଦୟକୁ ଖୋଲୁଛୁ, ପ୍ରଭୁ ସେଇ ସମୟରେ ପ୍ରଭୁ ତମେ ଆମକୁ ସମସ୍ତ ବିଷୟ ଦେଇଥାଉ। ଆମର ପ୍ରତ୍ୟେକ ଭାଇ ଭଉଣୀଙ୍କୁ ତମେ ଶିଖାଅ ପ୍ରଭୁ, ଯେପରି ସେମାନେ ସକାଳୁ ଉଠିକି ବାକ୍ୟକୁ ଶୁଣିବା ପାଇଁ ଶିଖିବେ ପ୍ରଭୁ। ଯେପରି ଆମେ ସମସ୍ତେ ପ୍ରଭୁ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ସମ୍ମାନ ଦେଇପାରିବୁ, ଆଉ ଭୟ ସହକାରେ ଯେପରି ଆମର ପ୍ରଭୁଙ୍କର ବଶୀଭୂତ ହେବୁ, ପ୍ରତ୍ୟେକଙ୍କୁ ତମେ ଅନୁଗ୍ରହ କର। ଆଜି ମଧ୍ୟ ତୁମେ ଆମକୁ ପଢେଇକି ନିଅ, ଆଉ ଯେପରି ଆମେ ଈଶ୍ୱରଙ୍କ କାର୍ଯ୍ୟ ଦେଖିକି ତମକୁ ଧନ୍ୟବାଦ ଦେବୁ ବୋଲି କହିକି ଏ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ୍। ଆଉ ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର। ଆଜି ଏତିକି କରିବା।